ଆସନ୍ତୁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଆମମାନେ ଆଦି ପୁସ୍ତକର 26 ପର୍ବଟିକୁ ଅଧ୍ୟୟନ କରିବା। ଏହି 26 ପର୍ବରେ ଆମମାନେ ଟୋଟାଲ 35 ଗୋଟି ପଦ ଦେଖିବାକୁ ପାରୁ। ଏହି 35 ଗୋଟି ପଦକୁ 9ଟି ଭାଗରେ ବିଭକ୍ତ କରାଯାଏ। ପ୍ରଥମେ ଆମମାନେ 1 ପଦ ଠାରୁ ଯେ 5 ପଦ ପର୍ଯ୍ୟନ୍ତ ଏକ ଭାଗ ଦେଖୁ, ଯେଉଁଠାରେ କି ଦୁର୍ଭିକ୍ଷ ହେବା ସକାଶେ ଇସାକ ସେହି ଜାଗା ଛାଡ଼ି ସେ ପଲିଷ୍ଠ ଦେଶମାନଙ୍କ ନିକଟକୁ ପଲିଷ୍ଠ ଦେଶକୁ ଯାଇ ଏକ ଗାରାରରେ ବାସ କରିବାର ବିଷୟ ଆମେ ଦେଖୁ। ପୁଣି 6 ପଦ ଠାରୁ ଯେ 8 ପଦ ପର୍ଯ୍ୟନ୍ତ ସେଠାରେ ଆମେ ଦେଖିବାକୁ ପାରୁ ଯେ ଇସାକ ରାଜା ଅବିମେଲେକଙ୍କୁ ସେ ମିଛ କହିବାର ବିଷୟ ଆମେ ଦେଖିବାକୁ ପାରୁଅଛୁ। ତାଙ୍କ ସ୍ତ୍ରୀଙ୍କ ବିଷୟରେ ସେ ମିଛ କହିବାର କଥା ଆମେ ଦେଖିବାକୁ ପାରୁଅଛୁ। ପୁଣି 8 ପଦ ଠାରୁ 9 ପଦ ଠାରୁ ଯେ 11 ପଦ ପର୍ଯ୍ୟନ୍ତ ସେହି ମିଛ କହିବାର ଫଳକୁ ରାଜା ଅବିମେଲେକ ସେହି ବିଷୟକୁ ଜାଣି ତାଙ୍କ ସହିତ ଇସାକଙ୍କ ସହିତ ଯେଉଁ ବିଷୟ ନେଇ କଥାବାର୍ତ୍ତା ହେବାର ଆମେ ଦେଖିବାକୁ ପାରୁ। ତାପରେ 12 ପଦ ଠାରୁ ଯେ 16 ପଦ ପର୍ଯ୍ୟନ୍ତ ଆମେ ଯେତେବେଳେ ଦେଖୁ, ସେଠାରେ ଇସାକଙ୍କର ଉନ୍ନତ ହେବା ବା ଆଶୀର୍ବାଦ ପ୍ରାପ୍ତ ହେବାର ଆମେ ଦେଖିବାକୁ ପାରୁ। ତାଙ୍କର ଫସଲ, ତାଙ୍କର କ୍ଷେତ୍ରରେ ପରମେଶ୍ୱରଙ୍କର ଆଶୀର୍ବାଦ ବିଷୟରେ ଆମେ ଦେଖିବାକୁ ପାରୁ। ତାପରେ 17 ପଦ ଠାରୁ ଯେ 22 ପଦ ପର୍ଯ୍ୟନ୍ତ ଆମେ ଇସାକଙ୍କର କୂଅ ଖୋଳିବା ବିଷୟରେ ଆମେ ଦେଖିବାକୁ ପାରୁ। ତାପରେ 23 ପଦ ଠାରୁ ଯେ 25 ପଦ ପର୍ଯ୍ୟନ୍ତ ଯେତେବେଳେ ଆମେ ପଢ଼ୁ, ସେଠାରେ ଆବ୍ରାହମଙ୍କ ସହିତ ଯେଉଁ ପ୍ରତିଜ୍ଞା ପରମେଶ୍ୱର କରିଥିଲେ, ସେହି ପ୍ରତିଜ୍ଞା ଇସାକଙ୍କ ଜୀବନରେ ତାହା ସଫଳ ହେବାର ଆମେ ଦେଖିବାକୁ ପାରୁ। ତାପରେ 26 ପଦ ଠାରୁ ଯେ 33 ପଦ ପର୍ଯ୍ୟନ୍ତ ସେଠାରେ ଇସାକ ଏବଂ ରାଜା ଅବିମେଲେକଙ୍କ ମଧ୍ୟରେ କରାଯାଇଥିବା ସନ୍ଧି ବା ପ୍ରତିଜ୍ଞା ବିଷୟରେ ବର୍ଣ୍ଣନା ଆମେ ଦେଖିବାକୁ ପାରୁ। ତାପରେ 34 ଆଉ 35 ପଦରେ ଆମେ ଇସାକଙ୍କର ବିବାହ କାର୍ଯ୍ୟର ବିବରଣ ଆମେ ଦେଖିବାକୁ ପାରୁ। ବର୍ତ୍ତମାନ ଆମେ ପ୍ରଥମ ପଦ ଠାରୁ ଆମେ ଧ୍ୟାନ ଦେବା। ମୋର ପ୍ରିୟ, ଏଠାରେ ଆମେ ଯେତେବେଳେ 1 ପଦ ଠାରୁ ଆମେ ପଢ଼ୁ, ସେଠାରେ ଯେଉଁ ଦୁର୍ଭିକ୍ଷ ବିଷୟରେ ଲେଖାଯାଇଅଛି ଯେ ଆବ୍ରାହମଙ୍କର ଯେ ବର୍ତ୍ତମାନ ସମୟର ଯେ ରୂପ ଦୁର୍ଭିକ୍ଷ ହୋଇଥିଲା, ସେହି ଦେଶରେ ଆଉ ଥରେ ସେ ରୂପ ଦୁର୍ଭିକ୍ଷ ଉପସ୍ଥିତ ହୁଅନ୍ତେ ଇସାକ ଗାରାରରେ ପଲିଷ୍ଠମାନଙ୍କ ରାଜା ଅବିମେଲେକ ନିକଟକୁ ଗଲେ। ଏଠାରେ ଆମେ ଦେଖିବାକୁ ପାରୁ ଯେ ଯେଉଁ ଦୁର୍ଭିକ୍ଷ ଆବ୍ରାହମଙ୍କ ସମୟରେ ହୋଇଥିଲା, ସେହି ଦୁର୍ଭିକ୍ଷ ଠାରୁ ମଧ୍ୟ ଇସାକଙ୍କ ସମୟରେ ଯେଉଁ ଦୁର୍ଭିକ୍ଷ ପଡ଼ିଥିଲା, ତାହା ଏକ ଅତି ଭୟଙ୍କର ଦୁର୍ଭିକ୍ଷ ଥିଲା। ଏଠାରେ ଯେତେବେଳେ ଆମେ ଦେଖୁ ଯେ ଇସାକ ଗାରାରକୁ ଯିବାର ବା ପଲିଷ୍ଠ ଦେଶକୁ ଯିବାର ଏକମାତ୍ର କାରଣ ହେଉଛି ଯେ ଦୁର୍ଭିକ୍ଷ ହେବା ସକାଶୁ ବା ଦୁର୍ଭିକ୍ଷର କାରଣରୁ ସେ ନିଜର ଜାଗା ଛାଡ଼ି ସେ ପଲିଷ୍ଠ ଦେଶକୁ ଏକ ପରଦେଶୀ ରୂପରେ ରହିବା ପାଇଁ ସେଠାକୁ ଗଲେ। ପବିତ୍ର ଗ୍ରନ୍ଥ ବାଇବଲରେ ଦୁର୍ଭିକ୍ଷର ବିଷୟ ଅନେକ ଥର ବର୍ଣ୍ଣନା କରାଯାଇଅଛି। ଆବ୍ରାହମଙ୍କ ସମୟରେ ମଧ୍ୟ ଯେଉଁ ଦୁର୍ଭିକ୍ଷ ଆସିଥିଲା,
ଆଉ ଇସାକଙ୍କ ସମୟରେ ମଧ୍ୟ ଦୁର୍ଭିକ୍ଷ ଆସିଥିଲା। ପୁଣି ଯାକୋବଙ୍କୁ ମଧ୍ୟ ଦୁର୍ଭିକ୍ଷର ସମ୍ମୁଖୀନ କରିବାକୁ ପଡ଼ିଥିଲା। ଯୋସେଫଙ୍କ ସମୟରେ ମଧ୍ୟ ଦୁର୍ଭିକ୍ଷ ପଡ଼ିଥିଲା। ଆଉ ଏଲିୟଙ୍କ ସମୟରେ ମଧ୍ୟ ଦୁର୍ଭିକ୍ଷ ଆସିଥିଲା। ଆଉ ଏହି ପ୍ରକାରେ ଆମମାନେ ଅନେକ ଦୁର୍ଭିକ୍ଷ ବିଷୟରେ ଆମମାନେ ପବିତ୍ର ଗ୍ରନ୍ଥ ବାଇବଲରେ ଦେଖିବାକୁ ପାରୁ। ଦୁର୍ଭିକ୍ଷ ସମୟରେ ଲୋକମାନେ ଚାହାନ୍ତି ଯେ ନିଜ ଜାଗାରେ ରହି ଖୁସିରେ ବା କଷ୍ଟରେ, ଖୁସିରେ ହେଉ କଷ୍ଟରେ ହେଉ, ଦୁଃଖରେ ହେଉ ବା କଷ୍ଟରେ ହେଉ ଜୀବନ ବ୍ୟତୀତ କରିବା ପାଇଁ। କିନ୍ତୁ ପରମେଶ୍ୱର ସେମାନଙ୍କୁ ନିଜ ଇଚ୍ଛା ଅନୁସାରେ ତାଙ୍କରି ଲୋକମାନଙ୍କୁ ସେ କଢ଼େଇ ନେଇଥାନ୍ତି। ପରମେଶ୍ୱର ତାଙ୍କରି ଲୋକମାନଙ୍କୁ ଏକ ଅଲଗା ପ୍ରକାର ସେ ଶିକ୍ଷା ଦେଇ ସେମାନଙ୍କୁ ବଞ୍ଚିବାର ଶିଖାନ୍ତି। କିନ୍ତୁ ମନୁଷ୍ୟ ନିଜର ବଞ୍ଚିବା ନିମନ୍ତେ ସେ ଅନେକ ଉପାୟ ଖୋଜିଥାଏ। ମନୁଷ୍ୟ ନିଜେ ହିଁ ସମସ୍ୟାର ସମାଧାନ କରିବା ନିମନ୍ତେ ସେ ରାସ୍ତା ଖୋଜୁଥିବା ହେତୁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିଥାଏ। ପରମେଶ୍ୱରଙ୍କର ଇଚ୍ଛା ଆମମାନଙ୍କୁ ଜାଣିବାକୁ ପଡ଼ିବ। ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ଆମମାନଙ୍କୁ ଚାଲିବାକୁ ପଡ଼ିବ। ପରମେଶ୍ୱର ନିଜର ପିଲାମାନଙ୍କୁ, ନିଜର ଲୋକମାନଙ୍କୁ ଯେଉଁ ଜାଗାରେ ରଖି ସେମାନଙ୍କୁ ଆଶୀର୍ବାଦ ଦେବାକୁ ଚାହାନ୍ତି, ସେହି ଜାଗାକୁ ପରମେଶ୍ୱର ସେମାନଙ୍କୁ କଢ଼େଇ ନିଅନ୍ତି। ଆମମାନେ ଦେଖିବାକୁ ପାରୁ ଯେ ଆବ୍ରାହମକୁ ପରମେଶ୍ୱର ସେହି ଦୁର୍ଭିକ୍ଷ ସମୟରେ ସେ ପ୍ରଥମେ ସେ ମିଶର ଦେଶକୁ ନେଇଯାଇଥିଲେ। ପୁଣି ଆଉ ଥରେ ତାଙ୍କୁ ସେ ପଲେଷ୍ଟିଆ ଦେଶକୁ ନେଇଯାଇଥିଲେ। ଆଉ ପୁଣି ଏହି ପ୍ରକାରେ ଇସାକଙ୍କୁ ମଧ୍ୟ ପରମେଶ୍ୱର ସେହି ପଲେଷ୍ଟିଆ ଦେଶକୁ ସେହି ଦୁର୍ଭିକ୍ଷ ସମୟରେ ସେ ନେଇଯାଉଛନ୍ତି। ତାମାନେ ପରମେଶ୍ୱର ତାଙ୍କରି ଲୋକମାନଙ୍କୁ ସେ ନିଜ ଜାଗାରେ ନୁହଁ, କିନ୍ତୁ ସେ ପରମେଶ୍ୱର ଯେଉଁ ଜାଗାରେ ରଖି ତାଙ୍କୁ ଆଶୀର୍ବାଦ ଦେବାକୁ ସେ ଚାହାନ୍ତି, ସେହି ଜାଗାକୁ ସେ ନେଇଯାଆନ୍ତି। ତେଣୁ ଆମେ ଦେଖିବାକୁ ପାରୁଅଛୁ ଯେ ପରମେଶ୍ୱର ଆବ୍ରାହମକୁ ମଧ୍ୟ ସେ ଅନ୍ୟ ଦେଶରେ ରଖି ତାହାଙ୍କୁ ଆଶୀର୍ବାଦ କଲେ। ପୁଣି ଇସାକଙ୍କୁ ମଧ୍ୟ ସେ ଅନ୍ୟ ଦେଶରେ ରଖି ବା ପରଦେଶୀ ଭାବରେ ରଖି ସେଠାରେ ସେ ଦର୍ଶନ ଦେଇ କଥାବାର୍ତ୍ତା କଲେ। ଆଉ ତାଙ୍କୁ ସେଠାରେ ସେ ଆଶୀର୍ବାଦ କଲେ। ଆଉ ସେହି ଦୁର୍ଭିକ୍ଷ ସମୟରେ ତାହାର ସେବା କଲେ। ତେଣୁ ଯେତେବେଳେ ଆମମାନେ ଏବ୍ରୀ ପୁସ୍ତକ 1 ପର୍ବର 1 ପଦରେ ଆମମାନେ ଯଦି ଦେଖୁ, ସେଠାରେ ପରମେଶ୍ୱର ପୂର୍ବପୁରୁଷମାନଙ୍କ ସହିତ, ଆମମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ପରମେଶ୍ୱର କଥାବାର୍ତ୍ତା କରିଥିଲେ। ଈଶ୍ୱର ପୁରା କାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରେ ଭାବବାଦୀମାନଙ୍କ ଦ୍ୱାରା ପିତୃପୁରୁଷମାନଙ୍କୁ କଥା କହି ଏହି ଶେଷ କାଳରେ ପୁତ୍ରଙ୍କ ଦ୍ୱାରା ଆମମାନଙ୍କୁ କଥା କହିଅଛନ୍ତି। ପୁତ୍ରଙ୍କ ଦ୍ୱାରା ଏହି ଶେଷ କାଳରେ, ଏହି ବର୍ତ୍ତମାନ ସମୟରେ ସେ ଆମମାନଙ୍କୁ ସେ କଥା କୁହନ୍ତି। ତାମାନେ ପରମେଶ୍ୱର ସେହି ପୂର୍ବ କାଳରେ ସେହି ପୂର୍ବପୁରୁଷମାନଙ୍କ ଦ୍ୱାରା ପରମେଶ୍ୱର କଥାବାର୍ତ୍ତା କଲେ। ପରମେଶ୍ୱର ସେହି ଆବ୍ରାହମ ଏବଂ ଇସାକଙ୍କ ଦ୍ୱାରା ସେ କଥାବାର୍ତ୍ତା କଲେ। ଆବ୍ରାହମକୁ ପରମେଶ୍ୱର ପ୍ରତିଜ୍ଞା କରିଥିଲେ ଯେ ମୁଁ ତୋହର ବଂଶକୁ ଅତ୍ୟନ୍ତ ମହାନ କରିବି। ଆଉ ସେହି ପ୍ରତିଜ୍ଞାକୁ ପୁଣି ଇସାକଙ୍କ ଜୀବନରେ ମଧ୍ୟ ପୂର୍ଣ୍ଣ କରିବା ପାଇଁ ଇସାକଙ୍କ ସହିତ ମଧ୍ୟ ସେ ପ୍ରତିଜ୍ଞା କରୁଅଛନ୍ତି। କିନ୍ତୁ ପରମେଶ୍ୱରଙ୍କର ଏକ ଯୋଜନା ଥିଲା। ଯେଉଁ ପ୍ରତିଜ୍ଞାର ଯୋଜନା ଏହା ଥିଲା ଯେ ଆବ୍ରାହମଙ୍କ ବଂଶରୁ ହିଁ ପ୍ରଭୁ ଯୀଶୁଙ୍କର ଜନ୍ମ ହେବାର ଉଦ୍ଦେଶ୍ୟ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେ ଆବ୍ରାହମଙ୍କ ବଂଶଠାରୁ ଏହି ଧରାପୃଷ୍ଠକୁ
ଆଣିବାର ପରମେଶ୍ୱରଙ୍କର ଯୋଜନା ଥିଲା। ତେଣୁ ପରମେଶ୍ୱର ଆବ୍ରାହମକୁ ସେ ଆଶୀର୍ବାଦ କରି ତାହାଙ୍କ ସହିତ ସେ ପ୍ରତିଜ୍ଞା କରିଥିଲେ। ତେଣୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଦାଉଦଙ୍କ ବଂଶରୁ ଆଉ ସେହି ଜିହୁଦାଙ୍କ ଗୋତ୍ରରୁ ପ୍ରଭୁ ଯୀଶୁଙ୍କର ଜନ୍ମ ଏହି ଧରାପୃଷ୍ଠରେ ହୋଇଥିଲା। ତେଣୁ ଆମମାନେ ଆଦି ପୁସ୍ତକରେ ଆମେ ଦେଖିବାକୁ ପାରୁ ଆବ୍ରାହମ, ଇସାକ ଏବଂ ଯାକୋବ ଏବଂ ଜିହୁଦାଙ୍କ ବିଷୟରେ ଆମେ ଦେଖିବାକୁ ପାରୁଅଛୁ। ତେଣୁ ପରମେଶ୍ୱର ଇସାକଙ୍କୁ 180 ବର୍ଷ ହେବା ପର୍ଯ୍ୟନ୍ତ ତାହାଙ୍କ ହସ୍ତରେ ରଖି ଇସାକଙ୍କୁ ଚଲାଇଲେ। ଆବ୍ରାହମଙ୍କର ମୃତ୍ୟୁ ପରେ ପରମେଶ୍ୱର ଇସାକଙ୍କୁ ଦର୍ଶନ ଦେଲେ। ଆବ୍ରାହମ ଏବଂ ଇସାକଙ୍କ ମଧ୍ୟବର୍ତ୍ତୀ ସେ ସମୟରେ ଯେତେବେଳେ ଦୁର୍ଭିକ୍ଷ ପଡ଼ିଥିଲା, ସେହି ସମୟରେ ଇସାକଙ୍କୁ ପରମେଶ୍ୱର ଦର୍ଶନ ଦେଇଥିଲେ। ଆଉ ସେହି ଦୁର୍ଭିକ୍ଷର ସମୟରେ ଇସାକ ସେ ପଲେଷ୍ଟିୟର ସେହି ଗାରାର ନାମକ ଜାଗାକୁ ସେ ଯାଇ ସେଠାରେ ବାସ କଲେ। ଆଉ ସେହି ଜାଗାରେ ପରମେଶ୍ୱର ତାହାଙ୍କୁ ଦର୍ଶନ ଦେଲେ ବା ତାହାଙ୍କ ସହିତ କଥା କଲେ। ସମସ୍ତଙ୍କର ବ୍ୟକ୍ତିଗତ ଜୀବନକୁ ସଞ୍ଚାଳିତ କରିବା ପାଇଁ ଚିନ୍ତା ରହିଥାଏ। କେମିତି ଆମମାନେ ଆଗକୁ ଉନ୍ନତ ହେବା, ନିଜର ଜୀବନ ନିଜର ଭବିଷ୍ୟତ ନିମନ୍ତେ ନିଜର ଚିନ୍ତା ରହିଥାଏ। କିନ୍ତୁ ଆମମାନେ ଏଠାରେ ଦେଖିବାକୁ ପାରୁଅଛୁ ଇସାକଙ୍କ ଜୀବନରେ ପରମେଶ୍ୱର ତାହାଙ୍କୁ ସେ ତାଙ୍କ ଜାଗା ଏରିଆକୁ ଛାଡ଼ି ଅନ୍ୟ ଏରିଆକୁ ଅନ୍ୟ ଦେଶକୁ ନେଇ ସେଠାରେ ସେ ଶିକ୍ଷା ଦେବାର ବିଷୟ ଆମମାନେ ଦେଖିବାକୁ ପାରୁ। ଏଠାରେ ପରମେଶ୍ୱର ଇସାକଙ୍କ ନିମନ୍ତେ ସେ ଚିନ୍ତା କଲେ। ଆଉ ଇସାକଙ୍କୁ କ'ଣ କରିବାକୁ ହେବ, କି ପ୍ରକାର ରହିବାକୁ ପଡ଼ିବ, କ'ଣ କରିବାକୁ ପଡ଼ିବ, କ'ଣ ଖାଇବାକୁ ପଡ଼ିବ, ସେ ବିଷୟରେ ପରମେଶ୍ୱର ଇସାକଙ୍କ ଜୀବନରେ ସେ ଚିନ୍ତା କରି ବା ଇସାକଙ୍କ ଜୀବନକୁ କି ପ୍ରକାର ଉନ୍ନତ କରିବାର, ଏହି ଦୁର୍ଭିକ୍ଷ ସମୟରେ ତାହାଙ୍କୁ କି ପ୍ରକାର ତାହାକୁ ସୁରକ୍ଷିତ ରଖିବା ବିଷୟ ଭାବି ପରମେଶ୍ୱର ଇସାକଙ୍କ ଜୀବନରେ ସେ କଥା କହିବାର ଆମେ ଦେଖିବାକୁ ପାରୁଛୁ। ଆଉ ସେଠାରେ ସେ ଦର୍ଶନ ଦେଇ ତାଙ୍କର ଆବଶ୍ୟକତା ସମସ୍ତ ପୂର୍ଣ୍ଣ କରୁଅଛନ୍ତି। ଆଉ ପରମେଶ୍ୱର ଇସାକଙ୍କୁ କହିଲେ ଯେ ତୁ ମିଶର ଦେଶକୁ ଯାଆନା, କିନ୍ତୁ ମୁଁ ଯେଉଁ ଦେଶକୁ ମୁଁ ନେଇଯିବି ସେହି ଜାଗାକୁ ତୁ ଯା। ଆଉ ପରମେଶ୍ୱର ଇସାକଙ୍କୁ କହିଲେ ମୁଁ ଯେଉଁ ଦେଶକୁ ମୁଁ ନେଇଯିବି ସେହି ଦେଶରେ ତୁ ରହ, ଆଉ ସେଠାରେ ମୁଁ ତୋତେ ଆଶୀର୍ବାଦ କରିବି। ଏହି ପ୍ରକାର ପରମେଶ୍ୱର ତାହାଙ୍କୁ ପ୍ରତିଜ୍ଞା କରି ପରମେଶ୍ୱର ତାହାଙ୍କର ଭବିଷ୍ୟତ ରାସ୍ତାକୁ ସେ ଖୋଲିଦେଲେ ବା ଆବ୍ରାହମଙ୍କ ଦ୍ୱାରା ଯେଉଁ ପ୍ରତିଜ୍ଞା କରିଥିଲେ ସେହି ପ୍ରତିଜ୍ଞା ଇସାକଙ୍କ ଦ୍ୱାରା ତାହା ପୂର୍ଣ୍ଣ କରିବା ନିମନ୍ତେ ପରମେଶ୍ୱର ଇସାକଙ୍କ ଜୀବନରେ ସେ କାର୍ଯ୍ୟ କରୁଅଛନ୍ତି। ପରମେଶ୍ୱର ଇସାକଙ୍କୁ କହିଲେ ଯେ ତୁ ମିଶର ଦେଶକୁ ଯାଆନା। ମିଶର ଦେଶୀୟ ଲୋକମାନେ ସେମାନେ ଶୈତାନଙ୍କ ଜୀବନ ବା ଶୈତାନୀ ଜୀବନ ଯାପନ କରିବା ଲୋକମାନେ, ପବିତ୍ରତା ଜୀବନ, ଧର୍ମୀ ଜୀବନ ସେମାନଙ୍କ ଜୀବନରେ ନାହିଁ। ପରମେଶ୍ୱରଙ୍କର ଭୟ ସେମାନଙ୍କର ଜୀବନରେ ନାହିଁ। ଏଥିପାଇଁ ତୁ ସେହି ମିଶର ଦେଶକୁ ଯାଆନା, କିନ୍ତୁ ଯେଉଁ ଜାଗାକୁ ମୁଁ ନେଇକି ଯିବି ସେଠାକୁ ତୁ ଚାଲ। ଆଉ ତୁ ସେଠାରେ ଏକ ପରଦେଶୀ ହୋଇ ବାସ କରିବୁ। ଆଉ ମୁଁ ତୋତେ ଏଠାରେ ମୁଁ ଆଶୀର୍ବାଦ କରିବି। ଇଏ ପରମେଶ୍ୱରଙ୍କର ଏକ ପ୍ରତିଜ୍ଞା ଥିଲା। ପରମେଶ୍ୱରଙ୍କର ପ୍ରତିଜ୍ଞା ଥିଲା ଇସାକଙ୍କ ପ୍ରତି ଯେ ଏହି ଦେଶରେ, ଏହି ପଲିଷ୍ଟିୟ ଦେଶରେ ତୋତେ ମୁଁ ଆଶୀର୍ବାଦ କରିବି। ପରମେଶ୍ୱର ଇସାକଙ୍କ ଦ୍ୱାରା ଇସାକଙ୍କ ଜୀବନରେ ସେ କଥାବାର୍ତ୍ତା କଲେ।
ଇସାକ କ'ଣ କରିବା ଦରକାର, କି ପ୍ରକାର ଜୀବନ ବ୍ୟତୀତ କରିବା ଦରକାର, ତାହା ପରମେଶ୍ୱର ତାହାଙ୍କୁ ଗାଇଡ଼େନ୍ସ ଦେଲେ। ତାମାନେ ଆଜି ମଧ୍ୟ ପରମେଶ୍ୱର ଆମମାନଙ୍କ ଜୀବନରେ ସେ ନିଜର ଗାଇଡ଼େନ୍ସ ସେ ଦେବାକୁ ଚାହାନ୍ତି। ପରମେଶ୍ୱର ସେ ଚାହାନ୍ତି ସେ ଆମମାନେ କେଉଁ ଜାଗାରେ ରହିବା ଆବଶ୍ୟକ, କେଉଁ ଜାଗାକୁ ଆମମାନଙ୍କୁ ଯିବା ଆବଶ୍ୟକ, କେଉଁ ଜାଗାକୁ ନ ଯିବା ଆବଶ୍ୟକ। କାରଣ ପରମେଶ୍ୱର ସେ ଆମମାନଙ୍କର ଗତିବିଧିକୁ ସେ ଜାଣନ୍ତି। ପରମେଶ୍ୱର ହେଉଛନ୍ତି ଅନ୍ତର୍ଯାମୀ, ସେ ହେଉଛନ୍ତି ସର୍ବଜ୍ଞାନୀ, ସେ ହେଉଛନ୍ତି ସର୍ବଶକ୍ତିମାନ ପରମେଶ୍ୱର। ତେଣୁ ସେ ଆମମାନଙ୍କ ବିଷୟ ନିମନ୍ତେ ଆମମାନଙ୍କ ନିମନ୍ତେ ସେ ଚିନ୍ତା କରନ୍ତି, ଆମମାନଙ୍କ ଭବିଷ୍ୟତ ନିମନ୍ତେ ସେ ଚିନ୍ତା କରନ୍ତି। ତେଣୁ ପରମେଶ୍ୱର ଇସାକଙ୍କ ଭବିଷ୍ୟତ ଜୀବନ କିଭଳି ଏକ ଉତ୍ତମ ହେବ, ଆଉ ଇସାକଙ୍କର ପିତା ଆବ୍ରାହମଙ୍କ ଜୀବନରେ ଯେଉଁ ପ୍ରତିଜ୍ଞା ପରମେଶ୍ୱର କରିଅଛନ୍ତି ତାହା ଯେମିତି ଭଙ୍ଗ ନ ହେବ, ତାହା ଯେଉଁ ପ୍ରତିଜ୍ଞା ମୁଁ କରିଅଛି ଆବ୍ରାହମଙ୍କ ସନ୍ତାନମାନଙ୍କ ଦେଇ ତାହା ଯେମିତି ସଫଳ ହୋଇପାରିବ, ଏଥିପାଇଁ ପରମେଶ୍ୱର ଇସାକଙ୍କ ଜୀବନରେ ମଧ୍ୟ ସେ ପ୍ରତିଜ୍ଞା କଲେ। ଇସାକଙ୍କୁ ମଧ୍ୟ ସେ ଆଶୀର୍ବାଦ ଦେବା ନିମନ୍ତେ ସେ ପ୍ରତିଜ୍ଞା କଲେ। ପରମେଶ୍ୱର କହିଲେ ଯେ ମୁଁ ତୋହର ପିତା ଆବ୍ରାହମକୁ ଯେଉଁ ଆଶୀର୍ବାଦ କରିଅଛି ବା ପ୍ରତିଜ୍ଞା କରିଥିଲି, ସେହି ପ୍ରତିଜ୍ଞା ଆଜି ମୁଁ ତୋ ସହିତ ମଧ୍ୟ କରୁଅଛି। ସେହି ପ୍ରକାରେ ମୋର ପ୍ରିୟ, ମୋର ଏହି 30 ବର୍ଷର ସେବା କାର୍ଯ୍ୟ ସମୟରେ ପରମେଶ୍ୱର ମୋତେ ପୂର୍ବରୁ ହିଁ ସେ ଗାଇଡ଼େନ୍ସ ଦେଇଅଛନ୍ତି। ଆଉ ଏହି ସେବା କାର୍ଯ୍ୟ ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ସଞ୍ଚାଳିତ ହେଉଅଛି। ତେଣୁ ଆମମାନଙ୍କୁ ସେହି ସଞ୍ଚାଳିତ କରିବା ପରମେଶ୍ୱରଙ୍କର ଶରଣ ନେବା ଅତି ଆବଶ୍ୟକ ଅଟେ। ଯେଉଁ ପରମେଶ୍ୱର ଆମମାନଙ୍କ ଜୀବନକୁ ସେ ସଞ୍ଚାଳିତ କରନ୍ତି, ଯେଉଁ ପରମେଶ୍ୱର ଆମମାନଙ୍କ ଜୀବନକୁ ଆମମାନଙ୍କର ଗତିବିଧିକୁ ଯିଏ ନିରୂପଣ କରନ୍ତି, ସେହି ପରମେଶ୍ୱରଙ୍କ ଶରଣାଗତ ହୋଇ ଚାଲିବା ହିଁ ଆମମାନଙ୍କ ନିମନ୍ତେ ଏକ ଉତ୍ତମ ବିଷୟ ଅଟେ। ଆଉ ପରମେଶ୍ୱର କହିଲେ ଇସାକଙ୍କୁ ଯେ ମୁଁ ତୋର ପିତା ଆବ୍ରାହମଙ୍କ ଦ୍ୱାରା ଯେଉଁ ପ୍ରତିଜ୍ଞା କରିଥିଲି, ସେହି ପ୍ରତିଜ୍ଞା ମୁଁ ଆଜି ତୋ ସହିତ ମଧ୍ୟ ପ୍ରତିଜ୍ଞା କରୁଅଛି। ଆଉ ସେହି ପ୍ରତିଜ୍ଞା ହେଉଛି ଯେ ମୁଁ ତୋହର ବଂଶକୁ ଅତ୍ୟନ୍ତ ମୁଁ ମହାନ କରିବି, ମୁଁ ତୋର ବଂଶକୁ ମୁଁ ଅତ୍ୟନ୍ତ ବଡ଼ କରିବି, ଆଉ ସମୁଦ୍ରର ବାଲି ସଦୃଶ୍ୟ ତୋହର ବଂଶ ହେବେ, ଆଉ ଆକାଶର ତାରାଗଣ ସଦୃଶ୍ୟ ତୋହର ସନ୍ତାନ ହେବେ। ଆଉ ଏହି ପ୍ରତିଜ୍ଞା ପରମେଶ୍ୱର ଆବ୍ରାହମଙ୍କ ଜୀବନରେ ମଧ୍ୟ କରିଥିଲେ, ତାହା ପୁଣି ଇସାକଙ୍କ ଜୀବନରେ ମଧ୍ୟ ସେ ପ୍ରତିଜ୍ଞା କରୁଅଛନ୍ତି। କାରଣ ପରମେଶ୍ୱର କେବେ ବଦଳନ୍ତି ନାହିଁ ବା ତାଙ୍କର ପ୍ରତିଜ୍ଞା କେବେ ବଦଳେ ନାହିଁ। ପରମେଶ୍ୱର ଯାହା କୁହନ୍ତି ତାହା କରନ୍ତି। ପରମେଶ୍ୱରଙ୍କର ପ୍ରତିଜ୍ଞା କେବେ ବିଫଳ ହୁଏ ନାହିଁ। ମୋର ପ୍ରିୟ, ପରମେଶ୍ୱର ଏଠାରେ ଆବ୍ରାହମ ଏବଂ ଇସାକଙ୍କ ଜୀବନରେ ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞାଟି ଆଜି ଆମମାନେ ସମ୍ପୂର୍ଣ୍ଣ ସଂସାରରେ ଆମମାନଙ୍କୁ ଦେଖିବାକୁ ମିଳୁଅଛି। ଯେଉଁ ପ୍ରତିଜ୍ଞା ପରମେଶ୍ୱର ଆବ୍ରାହମକୁ କରିଥିଲେ ଯେ ମୁଁ ତୋହର ବଂଶକୁ ଆକାଶର ତାରାଗଣ ସଦୃଶ୍ୟ ମୁଁ ଅନଗିନତ, ଯାହାକି ଆମମାନେ ଗଣିପାରିବା ନାହିଁ, ଅନକାଉଣ୍ଟେବଲ୍, ବା ସମୁଦ୍ରର ବାଲି ସଦୃଶ୍ୟ ମୁଁ ତୋର ବଂଶକୁ ମୁଁ ବଢ଼ାଇବି। ଏହା କହିବାର ଅର୍ଥ କ'ଣ? ଏହାର ଅର୍ଥ ଏହା ଯେ ତୋହର ବଂଶଠାରୁ ଯେଉଁ ଏକ ପୁତ୍ର ଜାତ ହେବ, ଯାହାର ନାମ ଯୀଶୁ ଖ୍ରୀଷ୍ଟ
ରଖାଯିବ। ଆଉ ସେହି ଯୀଶୁ ଖ୍ରୀଷ୍ଟଙ୍କ ଯେଉଁ ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କ ବାକ୍ୟ ଅନୁସାରେ ଚାଲିବେ ବା ଯୀଶୁ ଖ୍ରୀଷ୍ଟଙ୍କୁ ଯିଏ ଅନୁସରଣ କରିବେ, ସେମାନଙ୍କର ସଂଖ୍ୟା ଆକାଶର ତାରାଗଣ ସଦୃଶ ହେବେ। ଯେଉଁମାନେ ପରମେଶ୍ୱରଙ୍କର ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବାକ୍ୟ ଅନୁସାରେ ଯେଉଁ ଲୋକମାନେ ଚାଲିବେ, ସେମାନେ ସେହି ସମୁଦ୍ରର ବାଲି ସଦୃଶ ଅଗଣନୀୟ ବା ଅନକାଉଣ୍ଟେବଲ୍ ଅନେକ ସଂଖ୍ୟାରେ ଲୋକମାନେ ହେବେ। ତାମାନେ ପରମେଶ୍ୱରଙ୍କର ଯୋଜନା ଯେ ଆବ୍ରାହମଙ୍କ ବଂଶ ଦେଇ ପରମେଶ୍ୱରଙ୍କର ଦେହ ଧାରଣ କରି ଏହି ଧରାପୃଷ୍ଠକୁ ଆସିବାର ଯୋଜନା ଥିଲା। ତେଣୁ ପରମେଶ୍ୱର ସେ ତାହାକୁ ଏକ ପ୍ରକାର ଆମମାନେ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ବୋଲି କହିବା ନାହିଁ, ଯୀଶୁ ଖ୍ରୀଷ୍ଟଙ୍କର ଏକ ପରମେଶ୍ୱର ସ୍ୱୟଂ ବା ପରମେଶ୍ୱର ସ୍ୱୟମ୍ଭୁ ପରମେଶ୍ୱର जो कि जीवित परमेश्वर से एक देह धारण करे यही धरापृष्ठ को मनुष्य रूप में आसिले और तांकर नाम जीशु ख्रीष्ट रखागला। आउ जो माने से जीशु ख्रीष्ट को ग्रहण कले से मानकर संख्या आज यही धरापृष्ठ रे अनेक सहस्र लोक मानकर संख्या मैंने देखा पारुछु, जहाँकि समुद्रर बालु सदृश परमेश्वरंकर वाक्य दिन प्रतिदिन बढ़िबारे लगी अछि। यह परमेश्वरंकर प्रतिज्ञा थिला। तेणु आज आम मैंने देखा पारुछु जे परमेश्वरंकर प्रतिज्ञा आज आमनक जीवन रे ताहा सफल हेउछि। आम माने सही अब्राहमकर संतान, आमे सही इसाकंकर संतान अटु, कारण ताहांको वंश देई आमनकर परमेश्वर आमनकर प्रभु जीशु ख्रीष्ट एही धरापृष्ठ को आसिले। तेणु जो माने सही जीशु ख्रीष्ट को विश्वास कले, ग्रहण कले निजर व्यक्तिगत उद्धारकर्ता रूप में, से मान को परमेश्वर कहती मु से मान को मोहर संतान हेबार अधिकार देवी, मो संतान हेबार अधिकार। तो आमने सही परमेश्वरंकर संतान अटो, आमने सही अब्राहमकर वंशर लोक माने अटो। तेणु परमेश्वर सही अब्राहम, इसहाक, जाकूब आओ जिहुदा ये समस्त को परमेश्वर आशीर्वाद कले। आओ परमेश्वर से मन को आशीर्वाद करी तांकर वंश को से विस्तारित कले। आओ परमेश्वर से ही जिहुदा देश को आशीर्वाद कले, से ही इस्राएल देश को आशीर्वाद कले, से ही जिहुदी मान को परमेश्वर आशीर्वाद कले। तेणु आज आम जदि देखा समस्त जगतर तुलन आमने देखो इस्राएल देश एक बहुत छोट देश अटे। आउ सही छोट देशटी किंतु तांकर देश को जीवा निमंते, सही इस्राएल को जीवा निमंते देशर दुनियार प्रत्येक प्रांतरू एरोप्लेन रो सुविधा रही अछि। प्रत्येक लोक माने सही इस्राएल देश को जानती, प्रत्येक देशर लोक माने इस्राएल देश को विजिटिंग करने पाई जानती, कारण सही इस्राएल देश, सही जिहुदी मानकर देश एक आशीर्वाद परमेश्वर द्वारा आशीर्वाद करा एक देश अटे। तेणु सेठिकार
ସମସ୍ତ ଲୋକମାନେ 100% ଲୋକମାନେ ଶିକ୍ଷିତ ଲୋକ ଅଟନ୍ତି। ସେଠାରେ କୌଣସି ଅଶିକ୍ଷିତ ଲୋକମାନେ ନୁହନ୍ତି। ତେଣୁ ପ୍ରତ୍ୟେକ କାର୍ଯ୍ୟରେ ସେମାନେ ପ୍ରଥମ, ସେମାନେ ଶିକ୍ଷାରେ ସେମାନେ ପ୍ରତ୍ୟେକ ଉଦ୍ଭାବନ କରିବା କାର୍ଯ୍ୟରେ, ଆବିଷ୍କାର କରିବା କାର୍ଯ୍ୟରେ ସେମାନେ ପ୍ରଥମ ଅଟନ୍ତି। ଦୁନିଆରେ ଅନେକ ବଡ଼ ବଡ଼ ବିଷୟ ଜିନିଷ ଯାହା ଆମେ ଦେଖିବାକୁ ପାରୁ, ତାହା ସେହି ଇସ୍ରାଏଲ ଦେଶ ବା ସେହି ଜିହୁଦୀ ଲୋକମାନେ ହିଁ ସମସ୍ତ ମହାନ ଜିନିଷକୁ ସେମାନେ ଆବିଷ୍କାର କରିଅଛନ୍ତି। କାରଣ ପରମେଶ୍ୱର ସେମାନଙ୍କୁ ବୁଦ୍ଧି ଏବଂ ଜ୍ଞାନରେ ପରିପୂର୍ଣ୍ଣ କରିଅଛନ୍ତି। ସେମାନେ ଶିକ୍ଷାରେ ଆଗେ ଅଟନ୍ତି। ସେମାନେ ପରମେଶ୍ୱରଙ୍କର ଆଶୀର୍ବାଦରେ ସେମାନେ ଆଗେ ଅଟନ୍ତି। ଦୁନିଆର ସମସ୍ତ ଟେକ୍ନୋଲୋଜି, ମେଡ଼ିସିନ କିମ୍ବା ଅନେକ ଦୁନିଆରେ ଯାହା ଚାଲୁଅଛି, ସେ ସମସ୍ତ ସେହି ଇସ୍ରାଏଲ ଦେଶରୁ ହିଁ ଇନଭେଣ୍ଟେସନ୍, ଯାହାକୁ କୁହନ୍ତି ଉଦ୍ଭାବନ କରାଯାଇଅଛି। ତେଣୁ ସମ୍ପୂର୍ଣ୍ଣ ଦୁନିଆରେ ଯଦି ଦେଖାଯାଏ 12% ଲୋକମାନେ ଜ୍ଞାନୀମାନଙ୍କ ମଧ୍ୟରୁ, ସମସ୍ତ ଦେଶର ଜ୍ଞାନୀମାନଙ୍କ ମଧ୍ୟରୁ ଇସ୍ରାଏଲ ଦେଶର ଲୋକମାନେ 12% ଜ୍ଞାନୀ ଲୋକମାନେ ଅଛନ୍ତି। ତେଣୁ ସେମାନଙ୍କ ଦେଇ ସମସ୍ତ ବିଶ୍ୱ ଆଜି ଆଶୀର୍ବାଦ ପ୍ରାପ୍ତ ହୋଇଅଛି। ଏହା ଭୌତିକ ରୂପରେ ସାବିତ ହୋଇଅଛି। ଆଉ ସେହି ଦେଶ ଦେଇ ଯୁଦ୍ଧର ଅନେକ ଯନ୍ତ୍ରପାତି, କୃଷିର ଯନ୍ତ୍ରପାତି କିମ୍ବା ଗାଡ଼ି, ଉଡ଼ାଜାହାଜ, ଏହି ପ୍ରକାର ଅନେକ ଯନ୍ତ୍ରପାତି, ସମସ୍ତ ଆବିଷ୍କାର ପ୍ରଥମେ ସେହି ଇସ୍ରାଏଲ ଦେଶଠାରୁ ହିଁ ସୃଷ୍ଟି ବା ଆରମ୍ଭ ହୋଇଅଛି। ସେଥିମଧ୍ୟରୁ ଆମ ଭାରତ ଦେଶକୁ ମଧ୍ୟ ଏକ କୃଷି ଉପକରଣ, ଯାହାକି ଡ୍ରିପ୍ ଇରିଗେସନ୍ ଯାହାକୁ କୁହାଯାଏ, ତାହା ସେହି ଦେଶରୁ ହିଁ ଆମମାନଙ୍କୁ ମିଳିଅଛି। ଇସ୍ରାଏଲ ଦେଶ ଏକ ଛୋଟ ଦେଶ, ଆଉ ସେଠାରେ ପାଣିର ଅଭାବ ରହିଅଛି। ପାଣିର ଅଭାବ ହେଲେ ସୁଦ୍ଧା ସେହି ଦେଶଟି ଏକ ସବୁଜରେ ପରିପୂର୍ଣ୍ଣ ଅଟେ। ଆଉ ସେଠିକାର ଲୋକେ ଚାଷବାସ କରିବା ନିମନ୍ତେ ସେମାନେ କୂଅ ଖୋଳି ପାଣି ସେମାନେ ବ୍ୟବହାର କରିଥାନ୍ତି, ଆଉ ସେମାନେ ଚାଷବାସ କରିଥାନ୍ତି। ବିଶ୍ୱରେ ଯେଉଁ ଚାଷ କାର୍ଯ୍ୟ ହୋଇପାରୁନାହିଁ, ସେ ଚାଷ କାର୍ଯ୍ୟକୁ ସେ ଇସ୍ରାଏଲ ଦେଶ ଲୋକମାନେ ଡ୍ରିପ୍ ଇରିଗେସନ୍ ଦ୍ୱାରା ସମସ୍ତ ଚାଷ କରି ସଫଳତା ପ୍ରାପ୍ତ ହୋଇଅଛନ୍ତି। ଅତି ଗମ୍ଭୀର ଫସଲ ସେଠାରେ କରାଯାଏ। କାରଣ ଏହା ଯେ ପରମେଶ୍ୱରଙ୍କର ଆଶୀର୍ବାଦ ସେହି ଦେଶ ପ୍ରତି ରହିଅଛି। ବିଶ୍ୱର ସମସ୍ତ ଦେଶର ଲୋକେ ସେହି ଛୋଟ ଦେଶକୁ ଯିବା ନିମନ୍ତେ ବିମାନର ରାସ୍ତା ରହିଅଛି ଏବଂ ସେଠାକୁ ଯାଆନ୍ତି। ଏହା ପରମେଶ୍ୱର ସେହି ଇସାକଙ୍କ ଦ୍ୱାରା, ଅବ୍ରାହମଙ୍କ ଦ୍ୱାରା ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞାଟି ସେହି ଇସ୍ରାଏଲ ଦେଶ ପ୍ରତି ରହିଅଛି। ଆଉ ଆମମାନେ ଯେତେବେଳେ ଦେଖୁ ଅବ୍ରାହମଙ୍କ ଜୀବନ, ଅବ୍ରାହମ ପରମେଶ୍ୱରଙ୍କର ପ୍ରତିଜ୍ଞା ଅନୁସାରେ ସେ ବିଶ୍ୱାସରେ ଦୃଢ଼ ହୋଇ ରହିଲା। ପରମେଶ୍ୱରଙ୍କର ଆଜ୍ଞାକୁ ସେ ପାଳନ କଲେ, ପରମେଶ୍ୱରଙ୍କର ବାକ୍ୟକୁ ସେ ପାଳନ କଲେ। ପରମେଶ୍ୱର ଯେଉଁ ପ୍ରତିଜ୍ଞା କରିଅଛନ୍ତି, ସେହି ପ୍ରତିଜ୍ଞା ପ୍ରତି ତାଙ୍କର ବିଶ୍ୱାସ, ଦୃଢ଼ ବିଶ୍ୱାସ ରହିଥିଲା। ତେଣୁ ପରମେଶ୍ୱର ତାହାଙ୍କର ବିଶ୍ୱାସ ଅନୁସାରେ ତାହାଙ୍କୁ ଆଶୀର୍ବାଦ ଦେବାକୁ ଲାଗିଲେ। ଦୁନିଆର ସମସ୍ତ ଲୋକମାନେ
परमेश्वरଙ୍କ ହାତରୁ आशीर्वाद प्राप्त ହେବାକୁ ଚାହାନ୍ତି। परमेश्वरଙ୍କର आशीर्वाद ପାଇବା ପାଇଁ ସମସ୍ତ ବ୍ୟକ୍ତି ଚାହାନ୍ତି। ଆଉ ତାହାର ମୂଳ କାରଣ ହେଉଛି ବିଶ୍ୱାସ ଏବଂ ନମ୍ରତା। ବିଶ୍ୱାସ ଏବଂ ନମ୍ରତା ଦ୍ୱାରା ହିଁ ଆମମାନେ परमेश्वरଙ୍କ आज्ञा को आमने पालन करिपारिबा। किंतु ध्यान दियंतु, विश्वास तो शैतान मध्य विश्वास करे, किंतु नम्रता शैतान करे नहीं। शैतान केबे नम्र हुए नहीं। से निजर चालाकी निजर से ही टाउट्री से दिखाई थाए। किंतु एठारे परमेश्वर से कहती जे नम्रता जीवन से आम जीवन से चाहते। नम्र व्यक्ति को से आशीर्वाद करते। तेणु अब्राहम से विश्वासी मध्य थिला, आओ से नम्र व्यक्ति मध्य थिला। तेणु परमेश्वर इसहाक को कहले, देखो इसहाक, तोहर पिता जे अब्राहम से एक विश्वास व्यक्ति थिला, आउ से नम्र व्यक्ति थिला, आउ से मोर आज्ञा को से पालन कला। तेणु मु तांको संगे जो प्रतिज्ञा करी से प्रतिज्ञा आज मु तोर वंश दे मु करने को चाहे। एथिपाई तोते एक काम करने पड़ो जे तोहर पिता जे भली विश्वास एवं नम्रता सहित जीवन यापन कला, मोहर आज्ञा को से पालन कला, से प्रकार आज तोते मध्य बा परमेश्वर आज्ञा को मोहर आज्ञा को पालन करने को पड़ो। विश्वास रे दृढ़ होगा पड़ो। नम्रतार सहित जीवन यापन करने को पड़ो। यह परमेश्वर इसहाक को आज्ञा देउछंती। तेणु परमेश्वर अब्राहम को जो आज्ञा देइथिले 14 गोटी, आउ से आज्ञा ताहाको मानिबा निमंते परमेश्वर कहिले। आउ से आज्ञा मौसा को दिया जाइथिबा 10 आज्ञा मध्यरु ताहा नुहे। मौसांकर 10टी आज्ञा से लेवी को वंश दे आसीथिबा मौसांकर सेही 10टी आज्ञा ताहा भिन्न तिला। अब्राहम, इसहाक, याकूब, जाकूब जाकंती, आओ ऐसे ही जाकूब ठारू जे लेवीय जो 12 पुत्रंक ठारू जने पुत्र सेथि मध्यरु मौसांक उत्पन्न होई से मौसांक देई परमेश्वर जो 10 गोटी आज्ञा देथिले सेही आज्ञा एवं अब्राहम को देथिबा आज्ञा ताहा भिन्न थिला। तेणु अब्राहम को देथिबा व्यक्तिगत आज्ञा ताहा अलगा अटे एवं मौसा को देथिबा 10 आज्ञा ताहा अलगा अटे। अब्राहम को दिया जाइथिबा आज्ञा टी होछि व्यक्तिगत रिलेशनशिप, व्यक्तिगत संबंध। व्यक्तिगत संबंध विषय रे परमेश्वर व्यक्तिगत संपर्क कि प्रकार परमेश्वर एवं अब्राहम को सहित रहिबा आवश्यक, सही विषय रे परमेश्वर अब्राहम को आज्ञा देइथिले। तेणु परमेश्वर अब्राहम को कहले, अब्राहम होछंती मोहर प्रिय लोक, आओ मु तांको अब्राहम को बिना कही मु कौनसी कार्य करिबि नाही। ता माने परमेश्वर अब्राहम को एते से प्रेम करती। आओ परमेश्वर से आज मध्य से आमान को से प्रेम करती जेबे आमाने तांकर आज्ञा को आमाने पालन करू। अब्राहम से परमेश्वर केते से भक्ति करुथिला, केते से प्रार्थना करुथिला, केते से आराधना करुथिला,
କେତେ ସେ ପରମେଶ୍ୱରଙ୍କ ସହିତ ସମ୍ପର୍କ ରଖୁଥିଲା ତାହା ଆମମାନଙ୍କୁ ଜାଣିବାକୁ ପଡ଼ିବ। ସେ ପରମେଶ୍ୱରଙ୍କର ଭକ୍ତ ଥିଲା, ପରମେଶ୍ୱରଙ୍କର ଏକ ପ୍ରିୟ ଲୋକ ଥିଲା। ଆଉ ପରମେଶ୍ୱରଙ୍କ ସହିତ ସଦାସର୍ବଦା ସେ କଥାବାର୍ତ୍ତା କରୁଥିଲା, ପରମେଶ୍ୱରଙ୍କୁ ଆରାଧନା କରୁଥିଲା, ପରମେଶ୍ୱରଙ୍କ ଠାରେ ସେ ପ୍ରାର୍ଥନା କରୁଥିଲା। ଆଜି କ'ଣ ଆମମାନଙ୍କ ଜୀବନରେ ସେହି ପ୍ରକାର ବ୍ୟକ୍ତିଗତ ସମ୍ବନ୍ଧ, ବ୍ୟକ୍ତିଗତ ସମ୍ପର୍କ ପରମେଶ୍ୱରଙ୍କ ସହିତ ଆପଣମାନଙ୍କର ମୋହର ରହିଅଛି କି? କେତେଥର ଆମମାନେ ପରମେଶ୍ୱରଙ୍କ ସହିତ ଆମମାନେ କଥାବାର୍ତ୍ତା କରୁଅଛୁ, ଅର୍ଥାତ୍ ପରମେଶ୍ୱରଙ୍କର ବାକ୍ୟକୁ ଆମମାନେ ଅଧ୍ୟୟନ କରୁଅଛୁ, ପରମେଶ୍ୱରଙ୍କର ବାକ୍ୟକୁ, ପବିତ୍ର ଗ୍ରନ୍ଥ ବାଇବଲକୁ ଆମମାନେ ପଠନ କରୁଅଛୁ, କେତେଥର ଆମମାନେ ପଢ଼ୁଅଛୁ, କେତେଥର ଆମମାନେ ସେହି ବାକ୍ୟକୁ ଆମମାନେ ଧ୍ୟାନ କରୁଅଛୁ, କେତେଥର ଆମମାନେ ପ୍ରାର୍ଥନା କରୁଅଛୁ, କେତେଥର ଆମମାନେ ପରମେଶ୍ୱରଙ୍କର ଆରାଧନା କରୁଅଛୁ। ଆମମାନଙ୍କ ନିମନ୍ତେ ଆଜି ଏହା ପ୍ରଶ୍ନ ଅଟେ। ଆବ୍ରାହମ ସିଏ ପରମେଶ୍ୱରଙ୍କର ଭକ୍ତ ଥିବାରୁ, ପରମେଶ୍ୱରଙ୍କର ଭୟ ମାନୁଥିବାରୁ, ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରୁଥିବାରୁ ସେ ପରମେଶ୍ୱରଙ୍କର ଆରାଧନା ସଦାସର୍ବଦା ସେ କରୁଥିଲା। ପରମେଶ୍ୱରଙ୍କର ବାକ୍ୟ ସେ ସବୁବେଳେ ଅଧ୍ୟୟନ କରୁଥିଲା, ପରମେଶ୍ୱରଙ୍କ ସହିତ କଥାବାର୍ତ୍ତା କରୁଥିଲା, ପରମେଶ୍ୱରଙ୍କର ଆଜ୍ଞାକୁ ସେ ପାଳନ କରୁଥିଲା। ତେଣୁ ପରମେଶ୍ୱର ଇସାକଙ୍କୁ କହିଲେ ଯେ ଦେଖ ଇସାକ, ତମର ପିତା ଆବ୍ରାହମ ସେ ମୋର ଆଜ୍ଞାକୁ ସେ ପାଳନ କଲେ, ମୋର ବାକ୍ୟ ଅନୁସାରେ ଚାଲିଲେ, ମୋର ସେ ଆରାଧନା କଲେ, ଆଉ ମୋର ନିକଟରେ ସେ ପ୍ରାର୍ଥନା କଲେ, ଆଉ ମୁଁ ତାଙ୍କୁ ପ୍ରତିଜ୍ଞା କରିଥିଲି ଯେ ତୋର ବଂଶକୁ ମୁଁ ଏକ ମହାନ କରିବି। ତେଣୁ ଆଜି ଇସାକ ତୁମକୁ ମଧ୍ୟ ତୁମର ପୁତ୍ର, ତୁମର ପିତା ଆବ୍ରାହମଙ୍କ ଭଳି ବିଶ୍ୱାସ ଏବଂ ଧାର୍ମିକ ଜୀବନ କାଟିବାକୁ ପଡ଼ିବ। ବିଶ୍ୱାସ ଏବଂ ଧାର୍ମିକ ଜୀବନ, ପ୍ରାର୍ଥନା ଜୀବନ କାଟିବାକୁ ପଡ଼ିବ। ଆଉ ମୁଁ ତୋ ପିତାଙ୍କ ଦ୍ୱାରା ଯେଉଁ ପ୍ରତିଜ୍ଞାଟି କରିଅଛି, ସେହି ପ୍ରତିଜ୍ଞା ଆଜି ମୁଁ ତମ ସଙ୍ଗେ ମଧ୍ୟ କରିବି। ଏହା ପରମେଶ୍ୱର ଇସାକଙ୍କୁ କହୁଅଛନ୍ତି। ତେଣୁ ପରମେଶ୍ୱର କହିଲେ ଇସାକଙ୍କୁ, ଦେଖ ଇସାକ, ବର୍ତ୍ତମାନ ମୁଁ ତୁମକୁ ଏକ ଅନ୍ୟ ଦେଶରେ ଆଣି ରଖିଅଛି, ଯେଉଁ ଦେଶ କି ଅନ୍ୟ ଦେଶ ବା ପରଦେଶୀ ହୋଇ ତୁ ଏଠାରେ ରହୁଅଛୁ। ଲୋକମାନେ, ଏଠିକାର ଲୋକ ପରମେଶ୍ୱରଙ୍କର ଭୟ ଜାଣିନାହାନ୍ତି, ଏଠିକାର ଲୋକ ପରମେଶ୍ୱରଙ୍କୁ ଚିହ୍ନି ନାହାନ୍ତି। ଆଉ ଏହି ଜାଗାରେ ମୁଁ ତୁମକୁ ରଖିଅଛି। ବର୍ତ୍ତମାନ ଇସାକ ପରମେଶ୍ୱରଙ୍କୁ ଭୟ କରିବା ପରିବାର, ଏକ ହିଁ ପରିବାର ସେଠାରେ ପଡ଼ିଲା। କାରଣ ପଲେଷ୍ଟିଆ ଲୋକମାନେ, ପରମେଶ୍ୱରଙ୍କୁ ଭୟ ନ କରିବା ଲୋକମାନେ, ଆଉ ସେମାନଙ୍କ ମଧ୍ୟରେ ବର୍ତ୍ତମାନ ଇସାକ ସେ ଗୋଟିଏ ପରିବାର ସେଠାରେ ବାସ କରୁଅଛନ୍ତି। କେତେ ଦୁଃଖର ବିଷୟ, କେତେ କଷ୍ଟର ବିଷୟ, କାରଣ ସେଠାରେ ନିଜର ଲୋକମାନେ କେହି ନାହାନ୍ତି। ଅଜଣାତ ବ୍ୟକ୍ତି, ଅଜାନ ବ୍ୟକ୍ତି ଅନ୍ୟ ଲୋକମାନଙ୍କ ମଧ୍ୟରେ ବାସ କରିବା, ଏହା ଏକ କେତେ କଠିନ ବିଷୟ ଅଟେ। ସମସ୍ତ ଲୋକମାନେ ଚାହାନ୍ତି ଯେ ନିଜ ଲୋକମାନଙ୍କ ମଧ୍ୟରେ ରହିବା, ନିଜର ଭାଇ ବନ୍ଧୁମାନଙ୍କ ମଧ୍ୟରେ ରହିବା, ନିଜର ବାପା ମାଆମାନଙ୍କ ସହିତ ରହିବା, ନିଜର ପଡ଼ୋଶୀ ଲୋକମାନଙ୍କ ସହିତ, ନିଜର ସମ୍ପର୍କୀୟ ଲୋକମାନଙ୍କ ସହିତ ରହିବା। ଅନେକ ଲୋକ ବା ସମସ୍ତ ଲୋକ ଏହା ହିଁ ଚାହାନ୍ତି। କିନ୍ତୁ ଆମମାନେ ଏଠାରେ ଦେଖିବାକୁ ପାରୁଅଛୁ ଯେ ପରମେଶ୍ୱର ଇସାକଙ୍କୁ
ଏକ ଅନ୍ୟ ଦେଶକୁ, ଅନ୍ୟ ଜାଗାକୁ, ଅନ୍ୟ ଲୋକମାନଙ୍କ ମଧ୍ୟରେ ନେଇ ସେହି ପଲେଷ୍ଟିୟମାନଙ୍କ ମଧ୍ୟରେ ରଖିଲେ, ଯେଉଁ ଲୋକମାନେ କି ପରମେଶ୍ୱରଙ୍କ ଭୟ ସୁଦ୍ଧା ମାନନ୍ତି ନାହିଁ। ସେମାନେ ଅନ୍ୟ କାହାକୁ ଦୟା କରିବା ଲୋକ ନୁହନ୍ତି। ସେମାନଙ୍କ ମଧ୍ୟରେ ପରମେଶ୍ୱର ଇସାକଙ୍କ ପରିବାରକୁ ରଖିଲେ। ଏମିତିକିଆ ପରିସ୍ଥିତିରେ ପରମେଶ୍ୱର ଏକ ରେଡ୍ ଜୋନ୍ରେ ରହି ବାସ କରିବା ନିମନ୍ତେ ଇସାକଙ୍କୁ କହିଲେ। ପରମେଶ୍ୱରଙ୍କର କାର୍ଯ୍ୟ ପ୍ରକାଶ କରିବା ନିମନ୍ତେ, ପରମେଶ୍ୱର ନିଜର ମହାନ କାର୍ଯ୍ୟକୁ ଲୋକମାନଙ୍କ ନିକଟରେ ପ୍ରକାଶ କରିବା ନିମନ୍ତେ ସେ ତାଙ୍କର ଲୋକମାନଙ୍କୁ ଅସାଧାରଣ ପରିସ୍ଥିତିରେ ଗତି କରିବା ପାଇଁ ଅନୁମତି ଦିଅନ୍ତି। ତେଣୁ ପରମେଶ୍ୱର ଏକ ବିଶେଷ ଅଦ୍ଭୁତ ଏକ ଚମତ୍କାରର ଇତିହାସ ସେ ରଖିବାକୁ ଚାହାନ୍ତି। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଅନେକ ଲୋକ, ପ୍ରଭୁଙ୍କର ଲୋକମାନେ ଏକ ଫୁଲର ଜୀବନ, ଏକ ଆନନ୍ଦମୟ ଜୀବନ ଯାପନ କରିବା ପାଇଁ ଚାହାନ୍ତି। ସେମାନେ କୌଣସି ଦୁଃଖ, କୌଣସି କଷ୍ଟ, କୌଣସି ଯନ୍ତ୍ରଣାର ଅନୁଭବ ନ କରି, କୌଣସି କଣ୍ଟାମୟ ରାସ୍ତାକୁ ସେ ଅନୁଭବ ନ କରି ଏକ ଫୁଲମୟ ରାସ୍ତାରେ ଚାଲିବା ପାଇଁ ଚାହାନ୍ତି। କିନ୍ତୁ ପରମେଶ୍ୱରଙ୍କର ଯୋଜନା, ପରମେଶ୍ୱରଙ୍କର ଇଚ୍ଛା ତାହାଙ୍କ ଲୋକମାନଙ୍କ ନିମନ୍ତେ ଏକ ଅଲଗା ପ୍ରକାର ରହିଥାଏ। ପରମେଶ୍ୱର ତାହାଙ୍କ ଲୋକମାନଙ୍କୁ ସେ ଏକ କଣ୍ଟାମୟ ରାସ୍ତାରେ ଗମନ କରି, ସେହି କଣ୍ଟାମୟ ରାସ୍ତାକୁ ଅତିକ୍ରମ କରି ଏକ ନୂତନ ଜୀବନ ପ୍ରାପ୍ତ କରାଇବା ନିମନ୍ତେ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ନିମନ୍ତେ ଯୋଜନା ରଖିଅଛନ୍ତି। ପରମେଶ୍ୱର ତାହାଙ୍କ ଲୋକମାନଙ୍କୁ ଏକ ଅସମ୍ଭବ ବା ଅସାଧାରଣ କାର୍ଯ୍ୟରେ ସେମାନଙ୍କୁ ପାର କରାଇ, ଆଉ ସେଠି ଅସାଧାରଣ କାର୍ଯ୍ୟକୁ ବା କଠିନମୟ କାର୍ଯ୍ୟକୁ ଏକ୍ସପିରିଏନ୍ସ କରାଇ ସେହି କାର୍ଯ୍ୟରୁ ସେମାନଙ୍କୁ ପାର କରାନ୍ତି ଏବଂ ସେମାନଙ୍କୁ ଏକ ପ୍ରଶିକ୍ଷଣ ଦିଅନ୍ତି, ଯାହାକୁ କହନ୍ତି ଟ୍ରେନିଂ। ପରମେଶ୍ୱର ସେମାନଙ୍କୁ ଏକ ଟ୍ରେନିଂ ଦେଇ କଷ୍ଟରୁ ଅତିକ୍ରମ କରି, ଦୁଃଖରୁ ଅତିକ୍ରମ କରି ଏକ ନୂତନ ଜୀବନ, ଏକ ଆନନ୍ଦ ଜୀବନ, ଏକ ଫୁଲମୟ ଜୀବନ, ଯାହାକୁ କହନ୍ତି ଅନନ୍ତ ଜୀବନରେ ପ୍ରବେଶ କରାଇବା ପାଇଁ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ନିମନ୍ତେ ଏକ ଯୋଜନା ରଖିଥାନ୍ତି। ତେଣୁ ତାଙ୍କର ସୂଚନା, ତାଙ୍କରି ଆଜ୍ଞା, ତାଙ୍କରି ବାକ୍ୟକୁ ଆମମାନଙ୍କୁ କେବେ ଭୁଲିବା ଆବଶ୍ୟକ ନୁହଁ। ପରମେଶ୍ୱରଙ୍କର ଆଜ୍ଞାକୁ କେବଳ ସୁଖର ସମୟରେ ହିଁ ନୁହଁ, କିନ୍ତୁ ଦୁଃଖର ସମୟରେ ମଧ୍ୟ ପରମେଶ୍ୱରଙ୍କର ଆଜ୍ଞାକୁ ପାଳନ କରିବା ଆମମାନଙ୍କର କର୍ତ୍ତବ୍ୟ। କେବଳ ଆମମାନଙ୍କ ଜୀବନରେ ସୁଖ ହିଁ ସୁଖ ଥିବ, ଆନନ୍ଦ ହିଁ ଆନନ୍ଦ ଥିବ, ସେହି ସମୟରେ ପ୍ରଭୁ ପ୍ରଭୁ କହିବା, ଆଉ ଦୁଃଖ ଯେତେବେଳେ ଆସେ ଆମମାନେ ପ୍ରଭୁଙ୍କୁ ନିନ୍ଦା କରିବା, ତାହା ଆମମାନଙ୍କର ପ୍ରକୃତ ଜୀବନ ନୁହଁ। କିନ୍ତୁ ପରମେଶ୍ୱର ଆମମାନଙ୍କୁ ସେହି ଦୁଃଖର ଜୀବନରେ ପ୍ରବେଶ କରାଇ ଏକ ସୁଖର ଜୀବନ ଦେବାକୁ ସେ ଚାହାନ୍ତି। ଏହା ହିଁ ଏକ ବିଶ୍ୱାସୀର ପ୍ରକୃତ ବିଶ୍ୱାସ କୁହାଯାଏ। ଏଠାରେ ଇସାକ ସେହି ପାଲେଷ୍ଟିଆ ଦେଶ ଗାରାରରେ ସେ ନିବାସ କଲେ, ଆଉ ସେହି ଦେଶର ଲୋକମାନଙ୍କର ଜୀବନ ଆପଣମାନେ ଜାଣିଅଛନ୍ତି କି ବହୁତ
କଠୋର ଲୋକମାନେ, ଯାହାକି ଆବ୍ରାହମ ଯେଉଁ କୁହ ଖୋଳିଥିଲେ ସେହି ଆବ୍ରାହମଙ୍କର ସମସ୍ତ କୁହକୁ ସେମାନେ ପୋତି ଦେଇଥିଲେ, ମାଟିରେ ସେମାନେ ପୋତି ଦେଇଥିଲେ। ଆଉ ସେହି ପ୍ରକାର ନିଷ୍ଠୁର ଏବଂ କଠୋର ଲୋକମାନଙ୍କ ମଧ୍ୟରେ ରହିବା ନିମନ୍ତେ ପରମେଶ୍ୱର ଇସାକଙ୍କୁ କହୁଅଛନ୍ତି। ସେଠାରେ ଇସାକଙ୍କର ପିତା ଆବ୍ରାହମ 4 ଗୋଟି କୂଅ ଖୋଳିଥିଲେ। ଆଉ ସେ ସମସ୍ତ 4 ଗୋଟି କୂଅକୁ ସେମାନେ ମାଟିରେ ସେମାନେ ଭରି ଦେଇଥିଲେ। ତାପରେ ଆମମାନେ 6 ପଦ ଠାରୁ 8 ପଦ ପର୍ଯ୍ୟନ୍ତ ଯେତେବେଳେ ଆମେ ଦେଖୁ, ସେଠାରେ ଇସାକ ନିଜକୁ ବଞ୍ଚାଇବା ଆଶାରେ ସେ ମିଛ କହିଦେଲେ। ସେ ତାର ସ୍ତ୍ରୀକୁ ସେ ମୋର ଭଉଣୀ ବୋଲି ସେ କହିବାର ଆମେ ଦେଖିବାକୁ ପାରୁଅଛୁ। ଏଠାରେ କେବଳ ଇସାକ ହିଁ ନୁହଁ, ତାର ପିତା ଆବ୍ରାହମ ମଧ୍ୟ ସେହି ପ୍ରକାରେ ତାଙ୍କ ସ୍ତ୍ରୀଙ୍କ କଥା ନେଇ ବା ସ୍ତ୍ରୀଙ୍କୁ ନିଜର ଜୀବନ ବଞ୍ଚାଇବା ନିମନ୍ତେ ସ୍ତ୍ରୀଙ୍କୁ ସେ ଭଉଣୀ ବୋଲି କହିଥିଲେ। ଆବ୍ରାହମ ସେ 2 ଥର ସେ ନିଜ ସ୍ତ୍ରୀ ବିଷୟରେ ମୋର ଭଉଣୀ ବୋଲି ସେ କହିଥିଲେ। ମିଶର ଦେଶରେ ମଧ୍ୟ କହିଥିଲେ, ଆଉ ପଲେଷ୍ଟିନ ଦେଶରେ ମଧ୍ୟ ସେ ଅବିମେଲେକ ରାଜାଙ୍କ ନିକଟରେ ସେ 2 ଥର ମିଛ କଥା କହିଥିଲେ। ଆଉ ଏଠାରେ ଆମେ ଦେଖିବାକୁ ପାରୁଛୁ ଇସାକ ମଧ୍ୟ ସେ ନିଜ ଜୀବନ ବଞ୍ଚାଇବା ଆଶାରେ ତାର ସ୍ତ୍ରୀକୁ ସେ ତାର ଭଉଣୀ ବୋଲି ସେ କହୁଅଛନ୍ତି। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ମନୁଷ୍ୟ ପରମେଶ୍ୱରଙ୍କର ପ୍ରତିଜ୍ଞାକୁ ଭୁଲିଯାଏ। ଏଠାରେ ଆମେ ଦେଖିବାକୁ ପାରୁଛୁ ଆବ୍ରାହମ ମଧ୍ୟ ଇସାକ ମଧ୍ୟ ସେମାନେ ପରମେଶ୍ୱରଙ୍କର ପ୍ରତିଜ୍ଞାକୁ ସେମାନେ ଭୁଲି ଯାଇଅଛନ୍ତି। ଏତେ ସେମାନେ ପରମେଶ୍ୱରଙ୍କ ଉପରେ ଭରସା ରଖିବା ଲୋକମାନେ, ବିଶ୍ୱାସ କରିବା ଲୋକମାନେ, ପରମେଶ୍ୱରଙ୍କର ବାକ୍ୟ ଅନୁସାରେ ଚାଲିବା ଲୋକମାନେ, ସେମାନେ ଏଠାରେ ପରମେଶ୍ୱରଙ୍କର ଆଜ୍ଞାକୁ ସେମାନେ ଭୁଲିଗଲେ। ପରମେଶ୍ୱର କହିଲେ ଯେ ମୁଁ ତୁମମାନଙ୍କୁ ମହାନ କରିବି, ମୁଁ ତୁମମାନଙ୍କର ବଂଶକୁ ମହାନ କରିବି, ମୁଁ ତୁମମାନଙ୍କର ବଂଶକୁ ଅତିଶୟ ବଢ଼ାଇବି, ମୁଁ ତୁମମାନଙ୍କର ବଂଶକୁ ଆକାଶର ତାରାଗଣ ସଦୃଶ ମୁଁ କରିବି। ଏହି ପ୍ରକାର ବାଧ୍ୟ କରିବା ବା ପ୍ରତିଜ୍ଞା କରିବା ପରମେଶ୍ୱର କ'ଣ ସେ ଛାଡ଼ିଦେବେ? ସେହି ପ୍ରତିଜ୍ଞା ଉପରେ ସେମାନେ ବିଶ୍ୱାସ କଲେ ସୁଦ୍ଧା ସେମାନେ ସେହି କଥା, ସେହି ପରିସ୍ଥିତିରେ ସେମାନେ ଭୁଲିଗଲେ। ଯେତେବେଳେ ଆମମାନଙ୍କ ଜୀବନରେ ସମସ୍ୟା ଆସିଯାଏ, ସମସ୍ୟାର ସମୟରେ ଆମେ ପରମେଶ୍ୱରଙ୍କର ବାକ୍ୟକୁ ଆମେ ସ୍ମରଣ କରିନଥାଉ, ଯାହାର ଫଳରେ ଆମେ ସମସ୍ୟାରେ ପଡ଼ିଥାଉ। ପରମେଶ୍ୱରଙ୍କର ପ୍ରତିଜ୍ଞାକୁ ଆମେ ଭୁଲିଯାଉ। ଠିକ୍ ସେହିଭଳି ଏଠି ଆବ୍ରାହମ ଏବଂ ଇସାକ ସେମାନେ ମଧ୍ୟ ପରମେଶ୍ୱରଙ୍କର ପ୍ରତିଜ୍ଞାକୁ ସେମାନେ ଭୁଲିଯାଇ ନିଜର ଜୀବନକୁ ବଞ୍ଚାଇବା ଆଶାରେ ସେମାନେ ନିଜର ସ୍ତ୍ରୀମାନଙ୍କ ବିଷୟରେ ସେମାନେ ମିଛ କହିଲେ। ସେମାନେ କହିଲେ ଯେ ଏମାନେ ଆମମାନଙ୍କର ସ୍ତ୍ରୀ ନୁହନ୍ତି। ଆବ୍ରାହମ କହିଲେ ଇଏ ମୋର ସ୍ତ୍ରୀ ନୁହଁ, ସେ ମୋର ଭଉଣୀ ବୋଲି। ହଁ, ଆବ୍ରାହମଙ୍କର ସେ କହିଲା ଯେ ଇଏ ମୋର ଭଉଣୀ। ଯେତେବେଳେ ଧରା ପଡ଼ିଲା ସେ କହିଲା ଯେ ମୋର ଭଉଣୀ ନୁହଁ, ମୋର ସ୍ତ୍ରୀ, କିନ୍ତୁ ମୋର ସମ୍ପର୍କରେ ସେ ଭଉଣୀ ହିଁ ଥିଲା। କିନ୍ତୁ ଏଠାରେ ଇସାକଙ୍କ ଜୀବନରେ ଆମେ ଦେଖିବାକୁ ପାରୁଅଛୁ, ଇସାକ ସେ ମଧ୍ୟ ମିଛ କହିଲେ। ତାପରେ ରାଜା ଯେତେବେଳେ ସ୍ତ୍ରୀ ପୁରୁଷର କ୍ରୀଡ଼ା ଯେତେବେଳେ ଚାଲୁଥିଲା, ରାଜା ଦେଖିଦେଲେ। ଆଉ ରାଜା ଇସାକଙ୍କୁ ଯେତେବେଳେ ପଚାରିଲେ, ନିଶ୍ଚୟ ଇଏ ତୋର ସ୍ତ୍ରୀ, ତୁ ମୋତେ ମିଛ କହିଲୁ।
ଆଉ ଇସାକ ସେ ଅଭିମେଲେକ ରାଜାଙ୍କ ନିକଟରେ ସେ କଥା ଆଉ ଲୁଚେଇ ପାରିଲା ନାହିଁ। ଆଉ ସେ କହିଲା, ହଁ ପ୍ରଭୁ, ହଁ ରାଜା, ମୁଁ ଭୟ କଲି, କାରଣ ମୋର ସ୍ତ୍ରୀ ଏକ ସୁନ୍ଦରୀ ଅଟେ। ଆଉ ତାର ସୁନ୍ଦରତାକୁ ଦେଖି ଏଠିକାର ଲୋକମାନେ ତାହାକୁ ସ୍ତ୍ରୀ କରିନେବେ ଆଉ ମୋତେ ମାରିଦେବେ। ଏହି ଭୟରେ ମୁଁ ସେ ମୋର ଭଉଣୀ ବୋଲିକି କହିଲି, ଯାହାରି ଫଳରେ ମୋର ଜୀବନ ମଧ୍ୟ ବଞ୍ଚି ରହିବ। ଏହି ପ୍ରକାର ସେ ନିଜ ଜୀବନକୁ ବଞ୍ଚାଇବା ଆଶାରେ ସେମାନଙ୍କୁ ମିଛ କହିଦେଇଥିଲେ। ତାପରେ 12 ପଦରୁ ଆଗକୁ ଆମେ ଯେତେବେଳେ ଦେଖୁ, ପରମେଶ୍ୱର ଇସାକଙ୍କୁ ଆଶୀର୍ବାଦ କଲେ। ତାଙ୍କର କୃଷି କ୍ଷେତ୍ରରେ, କୃଷି କାମରେ ତାଙ୍କର ଫସଲ ଅତିଶୟ ବଢ଼ିଲା ଆଉ ପରମେଶ୍ୱର ତାଙ୍କୁ ଆଶୀର୍ବାଦ କଲେ। ପରମେଶ୍ୱର ନିଜର ଲୋକମାନଙ୍କୁ ସେ ସମୟ ଅନୁସାରେ ଷ୍ଟେପ୍ ବାଇ ଷ୍ଟେପ୍ ସେ ମହାନ କରନ୍ତି। ସେ ଧୀରେ ଧୀରେ କରି ତାଙ୍କରି ଲୋକମାନଙ୍କୁ ସେ ଉନ୍ନତ ଦିଗକୁ ନେଇଯାଆନ୍ତି। ପରମେଶ୍ୱର ଏକ ଥରକୁ ସେ ଏଠାରେ ଇସାକଙ୍କୁ ସେ ଆଶୀର୍ବାଦ କରିବାର ଆମେ ଦେଖିବାକୁ ପାରୁନାହୁଁ, କିନ୍ତୁ ସେ ଗୋଟେ ପରେ ଗୋଟେ ତାଙ୍କ ଜୀବନରେ ସେ ଆଶୀର୍ବାଦ ଦେଉଅଛନ୍ତି। ଆଉ ପରମେଶ୍ୱର ତାଙ୍କରି ଲୋକମାନଙ୍କୁ ଆଶୀର୍ବାଦ କରିବା ପାଇଁ ଅନେକ ଶିକ୍ଷା ସେ ଦେଇଥାନ୍ତି। ଅନେକ ପିରିୟଡ଼ ସମୟ, ଲମ୍ବା ସମୟ ନେଇଥାନ୍ତି। ଆଉ ସେହି ପରିସ୍ଥିତିକୁ ସାମ୍ନା କରି ତାଙ୍କୁ ଆଶୀର୍ବାଦ ପ୍ରାପ୍ତ ହେବାକୁ ହୋଇଥାଏ। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଆମମାନେ ଯଥାଶୀଘ୍ର ପରମେଶ୍ୱରଙ୍କର ଆଶୀର୍ବାଦ ପ୍ରାପ୍ତ ହେବା ପାଇଁ ଆମମାନେ ଚାହୁଁଅଛୁ। ଆଜି ପ୍ରାର୍ଥନା କଲୁ, ଆଜି ହିଁ ତାହାର ଉତ୍ତର ପାଇବା ପାଇଁ ଆମମାନେ ଚେଷ୍ଟା କରୁଅଛୁ। ଆମମାନେ ଆଜି ବୁଣିଲୁ, ଆଜି ହିଁ କାଟିବା ପାଇଁ ଆମମାନେ ଚେଷ୍ଟା କରୁଅଛୁ। ପରମେଶ୍ୱର ସମସ୍ତ କାର୍ଯ୍ୟ ପାଇଁ ସେ ଏକ ସମୟ ନିରୂପିତ କରି ରଖିଅଛନ୍ତି। ଆମମାନଙ୍କୁ ଆଶୀର୍ବାଦ କରିବା ପାଇଁ ତାଙ୍କର ସମୟ ଏକ ନିର୍ଦ୍ଧାରିତ ସମୟ ରହିଅଛି ଏବଂ ପରମେଶ୍ୱର ତାଙ୍କରି ସମୟ ଅନୁସାରେ step by step he wants to bless us on his time, but with the people we want to get the blessings right now. ବର୍ତ୍ତମାନ ହିଁ ମୋତେ ଆଶୀର୍ବାଦ ମିଳିଯାଉ, ବର୍ତ୍ତମାନ ହିଁ ମୁଁ ଧନୀ ହେଇଯାଉ, ବର୍ତ୍ତମାନ ହିଁ ମୋର ନାମ ଫେମସ୍ ହେଇଯାଉ, ଏହି ପ୍ରକାର ଆମମାନଙ୍କର ଚିନ୍ତା ବିଚାର ରହିଥାଏ। କିନ୍ତୁ ପରମେଶ୍ୱର ଫେମସ୍ କରିବା ପାଇଁ, ପରମେଶ୍ୱର ଆମମାନଙ୍କୁ ଉନ୍ନତ କରିବା ପାଇଁ, ଆମମାନଙ୍କୁ ଧନୀ କରିବା ପାଇଁ, ଆମମାନଙ୍କୁ ଜ୍ଞାନୀ କରିବା ପାଇଁ, ଆମମାନଙ୍କୁ ଏକ ଉନ୍ନତମୟ ରାସ୍ତାକୁ ନେବା ପାଇଁ ତାଙ୍କର ଏକ ସମୟ, ନିର୍ଦ୍ଧାରିତ ସମୟ ରହିଅଛି। According to his time he will bless us. According to his time he will give us whatever we are asking. ଯାହା ଆମମାନେ ମାଗୁଅଛୁ ତାହା ପରମେଶ୍ୱର ତାଙ୍କରି ସମୟ ଅନୁସାରେ ସେମାନଙ୍କୁ ଦେଇଥାନ୍ତି। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ପରମେଶ୍ୱର ଚାହାନ୍ତି ଆମମାନଙ୍କୁ ସେହି ପ୍ରକାରେ ଉନ୍ନତ କରିବା ପାଇଁ। ପରମେଶ୍ୱର ଚାହାନ୍ତି ଆମମାନେ ମହାନ ହେଉ, ଆମମାନଙ୍କର ନାମ ପ୍ରସିଦ୍ଧ ହେଉ, ଆମମାନେ ବିଖ୍ୟାତ ଲୋକ ହେଉ। କାରଣ ପରମେଶ୍ୱର ସେ କୁହନ୍ତି ବ୍ୟବସ୍ଥା ବିବରଣ ଯଦି ଆମମାନେ ପଢ଼ିବା 28 ପର୍ବରେ 1 ପଦରେ, ଯଦି ତୁମେ ମୋର ବାକ୍ୟକୁ ପାଳନ କରିବ, ମୋର ବିଧିକୁ ତୁମେ ପାଳନ କରିବ, ତେବେ ମୁଁ
ତୁମମାନଙ୍କୁ ସଂସାରର ସର୍ବଶ୍ରେଷ୍ଠ ମୁଁ କରିବି। ସଂସାରରେ ମୁଁ ତୁମମାନଙ୍କୁ ସର୍ବଶ୍ରେଷ୍ଠ କରିବି। ପରମେଶ୍ୱର ସେ ସର୍ବଶ୍ରେଷ୍ଠ କରିବାକୁ ଚାହାନ୍ତି। ପରମେଶ୍ୱର ସେ ମହାନ କରିବାକୁ ଚାହାନ୍ତି। କିନ୍ତୁ ଆମମାନଙ୍କୁ ତାହାଙ୍କର ବାକ୍ୟ ଆମମାନଙ୍କୁ ଧ୍ୟାନ କରିବାକୁ ପଡ଼ିବ। ତାହାଙ୍କର ବାକ୍ୟକୁ ଆମମାନଙ୍କୁ ପାଳନ କରିବାକୁ ପଡ଼ିବ। ତାହାଙ୍କର ବାକ୍ୟକୁ ଆମମାନଙ୍କୁ ଅଧ୍ୟୟନ କରିବାକୁ ପଡ଼ିବ। ତେବେ ପରମେଶ୍ୱର ଆମମାନଙ୍କୁ ମହାନ କରିବେ। ପରମେଶ୍ୱର ଆମମାନଙ୍କୁ ଉନ୍ନତ କରିବେ। ପରମେଶ୍ୱର ଆମମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସେ ଆଶୀର୍ବାଦ କରିବେ। ନମ୍ରତାର ସହିତ ପରମେଶ୍ୱରଙ୍କର ଅଧୀନ ହୋଇ ଆମମାନଙ୍କୁ ଚାଲିବାକୁ ହେବ। ପରମେଶ୍ୱରଙ୍କର ଅଧୀନ ଯେତେବେଳେ ହେବା, ପରମେଶ୍ୱରଙ୍କୁ ପ୍ରଥମ ସ୍ଥାନ ଦେବା, ନିଜକୁ ଆମମାନେ ନମ୍ର କରିବା ଆଉ ବିଶ୍ୱାସର ସହିତ ଆମମାନେ ବଢ଼ିବା, ତେବେ ପରମେଶ୍ୱର ଆମମାନଙ୍କୁ ଉନ୍ନତ କରିବେ। ପରମେଶ୍ୱର ଆମମାନଙ୍କୁ ବହୁତ ସେ ବଡ଼ ପଦବୀରେ ରଖିବେ। ପରମେଶ୍ୱର ଆମମାନଙ୍କୁ ଧନ ଦୌଲତରେ ସେ ଆଶୀର୍ବାଦ କରିବେ। ପ୍ରତ୍ୟେକ କାର୍ଯ୍ୟରେ ସେ ଆଶୀର୍ବାଦ କରିବେ। ତାପରେ ଆଗକୁ ଆମମାନେ ଯେତେବେଳେ ଦେଖୁ, ସେଠାରେ ଇସାକଙ୍କୁ ଉନ୍ନତ ହେବାର ଦେଖି ପଲେଷ୍ଟିଆ ଲୋକମାନେ ତାଙ୍କୁ ଘୃଣା କରିବାକୁ ଲାଗିଲେ ବା ତାଙ୍କୁ ବିରୋଧୀ କରିବାକୁ, ତାଙ୍କ ଉପରେ ଜଳନ ରଖିବାକୁ ଲାଗିଲେ। କାରଣ ପରମେଶ୍ୱର ଇସାକଙ୍କୁ ଆଶୀର୍ବାଦ କଲେ। ଆଉ ପରମେଶ୍ୱରଙ୍କର ଆଶୀର୍ବାଦ ଯୋଗୁଁ ତାଙ୍କର କ୍ଷେତ୍ରର ଫସଲ ବହୁତ ପ୍ରଚୁର ମାତ୍ରାରେ ଫସଲ ହେଲା। ଆଉ ସେହି ଫସଲକୁ ଦେଖି ସେହି ପଲେଷ୍ଟିୟ ଲୋକମାନେ ଜଳନ କଲେ ବା ମାନେ ସେମାନଙ୍କର ମନରେ ଏକ ସେମାନଙ୍କ ପ୍ରତି ଇସାକଙ୍କ ପ୍ରତି ଏକ ନିଷ୍ଠୁର ମନ ଉତ୍ପନ୍ନ ହେଲା। ସେମାନେ ଭାବିଲେ ତାଙ୍କ କ୍ଷେତ୍ରରେ ତ ଆମେ ନିଜେ ଆମ ଲୋକମାନେ କାମ କଲେ, ଯେଉଁ ଲୋକମାନେ ଆମ କ୍ଷେତ୍ରରେ କାମ କଲେ ସେ ଲୋକମାନେ ହିଁ ତାଙ୍କ କ୍ଷେତ୍ରରେ କାମ କଲେ। ଆଉ ଆମର କାହିଁକି ଫସଲ ହେଲା ନାହିଁ? ଆଉ ତାର କାହିଁକି ଫସଲ ଏତେ ପରିମାଣରେ ଭଲ ହେଲା? ଆଉ ଆମେ ସେହି ସମୟରେ କୌଣସି ପ୍ରକାର ସାର ନଥିଲା। ଆଉ ହୋଇପାରେ ଫସଲ ନିମନ୍ତେ ସେମାନେ ଯେଉଁ ସାରର ଉପଯୋଗ କରିବା କଥା, ବ୍ୟବହାର କରିବା କଥା କରିଥିବେ, ଆଉ ଇସାକ ମଧ୍ୟ ତାହା ହିଁ କରିଥିବ। କାରଣ ସେହି ସମୟରେ ଆଉ କୌଣସି ସାର, ଆଜିକାଲି ଅନ୍ୟାନ୍ୟ ବିଭିନ୍ନ ପ୍ରକାର ସାର ବାହାରେ ଅଛି। ଆଉ ଅନେକ ଲୋକମାନେ ବିଭିନ୍ନ ପ୍ରକାର ସାର ଦେଇ ଫସଲକୁ ଉତ୍ପାଦନ କରୁଛନ୍ତି। କିନ୍ତୁ ସେହି ସମୟରେ ସେହି ସବୁ ସୁବିଧା ନଥିଲା। ଆଉ ତଥାପି ସେ ସାରର ସୁବିଧା ନଥାଇ ମଧ୍ୟ ଇସାକଙ୍କର ଫସଲ ସମସ୍ତଙ୍କ ଠାରୁ ବହୁତ ପ୍ରଚୁର ମାତ୍ରାରେ ଉତ୍ତମ ରୂପେ ଫଳିବାକୁ ଲାଗିଲା। ଆଉ ତାହା ପରମେଶ୍ୱରଙ୍କର ଆଶୀର୍ବାଦ ଥିଲା। ସେହି ଆଶୀର୍ବାଦକୁ ଦେଖି, ସେହି ଫସଲକୁ ଦେଖି ଲୋକମାନେ ଜଳନ କଲେ। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ମଧ୍ୟ ପରମେଶ୍ୱର ଆପଣମାନଙ୍କୁ ମୋତେ ସେ ଆଶୀର୍ବାଦ ଦେବାକୁ ଚାହାନ୍ତି। ଆମମାନଙ୍କର ପ୍ରତ୍ୟେକ କ୍ଷେତ୍ରରେ ଯେକୌଣସି ଫସଲ ଆମେ ବୁଣିବା, ପରମେଶ୍ୱରଙ୍କର ଆଶୀର୍ବାଦ ଯଦି ରହିବ, ତେବେ ଆମକୁ କୌଣସି ସାର ଦେବାକୁ ଆବଶ୍ୟକ ନାହିଁ। ବିନା ସାରରେ ମଧ୍ୟ ଫସଲ ହୋଇପାରେ। କାରଣ ପରମେଶ୍ୱର ହିଁ ସମସ୍ତ କାର୍ଯ୍ୟ କରିଥାନ୍ତି। ଫସଲ ବୁଣିବା, ବୀଜ ବୁଣିବା ତ ଆମମାନଙ୍କର କାର୍ଯ୍ୟ, କିନ୍ତୁ ତାହା ବଢ଼େଇବା, ତାହା ଉଗେଇବା, ତାହା ବଢ଼େଇବା, ତାହା ଫଳେଇବା, ତାହାର ଫୁଲ ଆଣିବା, ଫଳିବା ଏବଂ ପାଚିଲା ପର୍ଯ୍ୟନ୍ତ ପରମେଶ୍ୱରଙ୍କର ହାତ ସେଠାରେ ଲାଗି ରହିଅଛି। ତେବେ ପରମେଶ୍ୱରଙ୍କର ହସ୍ତ ଯେତେବେଳେ ରହିବ,
କୌଣସି ଜୀବଜନ୍ତୁ କିମ୍ବା କୌଣସି କୀଟପତଙ୍ଗ ତାହାକୁ ହାନି କରିପାରିବ ନାହିଁ, ତାହାକୁ ନୁକସାନ ପହଞ୍ଚାଇ ପାରିବ ନାହିଁ, କାରଣ ପରମେଶ୍ୱରଙ୍କର ଆଶୀର୍ବାଦ ସେଠାରେ ରହିଅଛି। ତେଣୁ ଆମମାନେ ଯେତେବେଳେ ଦେଖୁ ଏଠାରେ ଯେ ପାଲେଷ୍ଟାଇନ ଲୋକମାନେ ଯେତେ ମାତ୍ରାରେ ଫସଲ ବୁଣିଥିଲେ, ଇଏ ମଧ୍ୟ ସେତିକି ହିଁ ବୁଣିଥିଲା। ସେମାନଙ୍କ ଠାରୁ କମ୍ ହିଁ ବୁଣିଥିବ, ତଥାପି ଆଙ୍କର ଫସଲ, ଇସାକର ଫସଲ ଅଧିକ ମାତ୍ରାରେ ହେଲା। ଇଏ ପରମେଶ୍ୱରଙ୍କର ଅଦ୍ଭୁତ ଆଶୀର୍ବାଦ ଅଟେ, ପରମେଶ୍ୱରଙ୍କର ଅଦ୍ଭୁତ ଚମତ୍କାରର କାର୍ଯ୍ୟ ଅଟେ। କିନ୍ତୁ ମନୁଷ୍ୟ ତାହା ବୁଝି, ପରମେଶ୍ୱରଙ୍କର ମହାନ କାର୍ଯ୍ୟକୁ ନ ବୁଝି ପରମେଶ୍ୱରଙ୍କ ଲୋକମାନଙ୍କ ଉପରେ ଜଳନ ରଖିବାକୁ ଲାଗେ। ଯେଉଁମାନେ ପରମେଶ୍ୱରଙ୍କୁ ଜାଣିନାହାନ୍ତି ସେମାନେ ଏହି ପ୍ରକାର ଜଳନ ରଖନ୍ତି। ମୋର ପ୍ରିୟ, ପ୍ରଭୁଙ୍କୁ ଜାଣି ସୁଦ୍ଧା ଯଦି ଅନ୍ୟ ଉପରେ ଜଳନ ଯଦି ଆମମାନଙ୍କ ମଧ୍ୟରେ କିଏ ରଖୁଅଛୁ, ତାହେଲେ ଆମମାନେ ଶ୍ରାପିତ ବା ଅଭିଷିକ୍ତ ବା ଆମମାନେ ପ୍ରଭୁଙ୍କ ଠାରୁ ଆମମାନେ ଦଣ୍ଡପ୍ରାପ୍ତ ହେବା। ତେଣୁ ଆମମାନେ କାହାରି ଉନ୍ନତିକୁ ଦେଖି ଆମେ କେବେ ଜଳନ ହେବା ବା ଜଳିବା, ସେମାନଙ୍କୁ ନଫରତ କରିବା, ସେମାନଙ୍କୁ ଆମମାନେ ତୁଚ୍ଛ ମନେ କରିବା କୌଣସି ଆବଶ୍ୟକ ନୁହଁ। କିନ୍ତୁ ଯିଏ ଯଦି ସେ ଉନ୍ନତି ରାସ୍ତାକୁ ସେ ଯାଉଛି, ତେବେ ତାହାକୁ ଆମମାନେ ଉତ୍ସାହିତ କରିବାର ଅଛି, ତାହାକୁ ଆଉ ଧନ୍ୟବାଦ କରିବାର ଅଛି, ତାହାକୁ ଆଉ ବଧାଇ ଦେବାର ଅଛି। ହଁ, ତୋର ଭଲ ଉତ୍ତମ ପରିଶ୍ରମର ଫଳ ତୁ ପାଇଅଛୁ, ପ୍ରଭୁ ଆଶୀର୍ବାଦ କରନ୍ତୁ। ଏହା କରିବା ବଦଳେ ଆମେ ତାହାକୁ ଆଉ ଭିତରେ ଭିତରେ ଯଦି ଆମେ ତାହାକୁ ଅଭିଶାପ ଦେଉଅଛୁ, ତେବେ ପରମେଶ୍ୱର ଆମମାନଙ୍କୁ ଅଭିଶାପ ଦେବେ। ଜଣେ ଯଦି ଆମର ପଡ଼ୋଶୀ ଯଦି ସେ ଉନ୍ନତି ଦିଗକୁ ଯାଉଅଛି, ତାହେଲେ ଆମେ ଆହୁରି ଉନ୍ନତି ହେବା ପାଇଁ ତାକୁ ଉତ୍ସାହିତ କରିବାର ଆବଶ୍ୟକ। ଯଦି ଆମମାନଙ୍କର ଗାଁ ପଡ଼ୋଶୀ ଭାଇ ଭଉଣୀ ଯିଏ ଉନ୍ନତ ହେବାକୁ ଯାଉଛି, ସେ ପ୍ରତ୍ୟେକ କ୍ଷେତ୍ରରେ ଯେକୌଣସି କ୍ଷେତ୍ରରେ ହେଉ, ଚାହେ ସେ ଚାଷ କାମରେ ହେଉ କିମ୍ବା ତା'ର ବିଜନେସ୍ରେ ହେଉ କିମ୍ବା ତା'ର ଯେକୌଣସି ଜବ୍ରେ ହେଉ, ଯେକୌଣସି ଚାକିରି କ୍ଷେତ୍ରରେ ହେଉ, ସିଏ ଯଦି ସେଠାରେ ସେ ସଫଳତା ପ୍ରାପ୍ତ କରୁଅଛି, ତାହେଲେ ତାହାକୁ ଧନ୍ୟବାଦ ଦେବାର ଅଛି, ତାଙ୍କର ପରିଶ୍ରମ ପାଇଁ ଧନ୍ୟବାଦ ଦେବାର ଅଛି। ସେ ପରିଶ୍ରମ କଲେ, ପ୍ରଭୁ ତାକୁ ଆଶୀର୍ବାଦ କଲେ, ଆଉ ସେ ପ୍ରଭୁଙ୍କ ଠାରେ ଭରସା ରଖିଲେ, ପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ। ପରମେଶ୍ୱର ସମୟ ସମୟ ଅନୁସାରେ ତାଙ୍କରି ଲୋକମାନଙ୍କୁ ସେ ଉନ୍ନତ ଦିଗକୁ ସେ ନେଇଛନ୍ତି। କିନ୍ତୁ ମନୁଷ୍ୟ ଏହି ପ୍ରକାର କାର୍ଯ୍ୟକୁ ଦେଖି, ପରମେଶ୍ୱରଙ୍କର ଆଶୀର୍ବାଦକୁ ଦେଖି ସେ ଜଳନ କରିଥାଏ। ଯଦି ଆମ ପଡ଼ୋଶୀ ଲୋକ ପରିବାରରେ ତାଙ୍କର ପିଲାମାନେ, ଜଣେ ଯଦି ଡକ୍ଟର ହେଲା, ଜଣେ ଯଦି ଇଞ୍ଜିନିୟର ହେଲା, ଜଣେ ଯଦି ମାଷ୍ଟର ହେଲା, ଜଣେ ଯଦି କଲେକ୍ଟର ହେଲା କିମ୍ବା ଅନ୍ୟ ଯେକୌଣସି ପଦବୀ ତାକୁ ମିଳିଲା, ସେ ପରିଶ୍ରମ କଲା ଆଉ ତାର ପରିଶ୍ରମର ଫଳ ପରମେଶ୍ୱର ତାକୁ ଦେଇଅଛନ୍ତି। କିମ୍ବା ଅନେକ ଲୋକ କ୍ଷେତରେ କାମ କରି, କୃଷି କାମ କରି ମଧ୍ୟ ସେମାନେ ଫସଲ ଭଲ ସେମାନେ ଉତ୍ପାଦନ କଲେ, କାରଣ ସେମାନେ ସେଠାରେ ପରିଶ୍ରମ କଲେ। ପରିଶ୍ରମ କରିବା ଦ୍ୱାରା ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରି ଭଲ ଫସଲ ହେଲା, ଆଉ ସେ ଉନ୍ନତି ଆଡ଼କୁ ଗଲା। ମନୁଷ୍ୟ
प्रार्थना आराधना परमेश्वर को भय मानिबा सत्य से परिश्रम मध्य करुअछि तेबे परमेश्वर तांको आशीर्वाद करुअछन्ति। किंतु आमे तांको एही परिस्थिति रे धन्यवाद देवा आवश्यक। आमे तांको आउरी उत्साहित करवा आवश्यक। तांको आमे बधाई देवा आवश्यक। किंतु यह करवा बदले लोके तांकर विरोधी हुअन्ति, तांको गड़ धरी तलकु टाणबारे चेष्टा करिथांती। जड़े जदि उपरकू चढ़ापी चाहूँगी ताकू तल पटे धरिकी गोड़ धरिकी ताकू तलकू टाणवाई चेष्टा करती। यह आमମାନଙ୍କର विशेष करी भारतीय लोक मानकर प्रकृति यह रही अछि। जड़े जदि उन्नति हेबाकू चाहूँगी ताकू उन्नति हेबाकू देबे नाही। जड़े जदि से भल काम करने को चाहूँगी ताहाको भल काम करने को देबे नाही। एही प्रकार आम समाज रे चली आसी अछि जहार फल रे परमेश्वर आशीर्वाद आम प्रति आसी पारु नाही। मोर प्रिय परमेश्वर आशीर्वाद प्राप्त हेबा पई हेले परमेश्वर प्रकृत शिष्य बा परमेश्वर संतान हेबाकू हेले आम मानकू परमेश्वर वाक्य अनुसार चलवाक पड़िबो, परिश्रम करने को पड़िबो, अन्य को उत्साहित करने को पड़िबो, अन्य को साहाय्य करने को पड़िबो। तेबे परमेश्वर आमान को उन्नति हेबाकू देबे। आमान को तांकर उन्नति हेबार उद्देश्य कौन? व्हाट इज द फॉर्मूला that he have applied and he is becoming famous and greater and से प्रत्येक कार्य से सफलता हासिल करुअछि। ताहा आमान को तांको जीवन ठारू शिखिबा को पड़िबो। तांको जीवन ठारू तांकर फॉर्मूला को आमे शिखी ताहा अप्लाई करने को पड़िबो। ताहा कले आमे उन्नति हेबा। जदि से प्रार्थना करी परमेश्वर भक्ति करी से जदि उन्नति होउछि आमे मध्य से प्रकार करबा चेष्टा करबा। जने जदि भल पाठ पढ़ी से उन्नति हैला ते आमे मध्य भल पाठ पढ़ी आमे उन्नति हेबाकू चेष्टा करबा। जने जदि भल बिजनेस कला, जने जदि भल ईमानदारी सहित बिजनेस करी से उन्नति हैला आमे मध्य ताहाठारू सही फॉर्मूला को शिखिबा को पड़िबो। तेबे परमेश्वर आमन को संगे रहिबे आउ से आशीर्वाद करिवे। एही प्रकार गुण होउछि अविश्वासी मानकर गुण जे अन्य को डाह करवा, अन्य को उन्नति हेबार देखि जलन रखिबा। एठारे इसाकଙ୍କୁ उन्नति हेबार देखि फलेस्टीय लोक माने से माने इसाकଙ୍କ प्रति जलन रखिले। से माने डाह कले, से माने नफरत कले, से माने विरोधी कले। से माने कहिले ये अन्य देशर लोक आसी आम जगारे से एते डेभलप होउछि, एते तार फसल होउछि, एते तार धन दौलत बढ़ी जाउछि। से माने विरोधी करने को लगिले, से माने नफरत करने को लगिले। कारण से माने अन्य जाति लोक थिले, कारण से माने परमेश्वर को न जानिबा लोक माने थिले। आउ से माने इसहाकଙ୍କର फॉर्मूला को से माने निज जीवन रे अप्लाई करने से माने चाहिए नाही। केमिति के ट्रिक
ବା ଫର୍ମୁଲା ସେ ଆପ୍ଲାଏ କରୁଛି ତାହା ସେମାନେ ଖୋଜିବା ପାଇଁ ଚେଷ୍ଟା କଲେ ନାହିଁ। କିନ୍ତୁ ତାଙ୍କୁ କିପରି ଆମେ ତାର ମୂଳକୁ ଆମେ ହାଣିଦେବା ବା କାଟିଦେବା, ତାର ଚେରକୁ ଆମେ କିପରି କାଟିଦେବା, ତାହା ସେମାନେ ଷଡ଼ଯନ୍ତ୍ର ରଚିବା ପାଇଁ ଚେଷ୍ଟା କଲେ। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମମାନଙ୍କୁ ଏଥିରୁ ଶିଖିବାକୁ ମିଳୁଅଛି ଯେ ଉନ୍ନତି ହେବାକୁ ହେଲେ ଆମମାନେ ଅନ୍ୟର ଲୋକର ଉନ୍ନତିର ପଥକୁ ବା ଅନ୍ୟ ଜଣେ ଯେଉଁ ଉନ୍ନତି ହେଉଛି ତାର ଫର୍ମୁଲା ଆମମାନଙ୍କ ଜୀବନରେ ଆପ୍ଲାଏ କରିବାକୁ ପଡ଼ିବ। ଏକ ବିଶ୍ୱାସୀ, ଏକ ପ୍ରକୃତ ବିଶ୍ୱାସୀ ସେ ଏ ପ୍ରକାର କାର୍ଯ୍ୟ କରେ ନାହିଁ। ଏକ ପ୍ରକୃତ ବିଶ୍ୱାସୀ ସେ କ'ଣ କରେ, ସେ ତାର ଉନ୍ନତି ହେବାର କାରଣ ସେ ପତା ଲଗାଏ। କେମିତି ସେ ଉନ୍ନତି ହେଲା, କ'ଣ ସେ କଲା, କେମିତି ସେ ପଢ଼ିଲା, କିମ୍ବା କେମିତି ସେ କାମ କଲା, କିମ୍ବା କେମିତି ସେ ଚାଷବାସ କଲା, କି ସାର ପକାଇଲା, ସେ ତାହାର ଅନୁସନ୍ଧାନ କରେ। ଆଉ ମୁଁ ମଧ୍ୟ ସେହି ପ୍ରକାର କରିବି ବୋଲି ସେ ନିଜେ ଚେଷ୍ଟା କରେ। ତାହା ହେଉଛି ପ୍ରକୃତ ବିଶ୍ୱାସୀର ଗୁଣ। କିନ୍ତୁ ଯେ ଅବିଶ୍ୱାସୀ ସେ ତାହା କରେ ନାହିଁ, କାରଣ ତାକୁ ଜଣା ନାହିଁ, ତାର ଫର୍ମୁଲା ତାକୁ ଜଣା ନାହିଁ। ତେଣୁ ସେ କ'ଣ କରେ, ସେ ଅନ୍ୟର ଉନ୍ନତିକୁ ଦେଖି ସେ ଜଳନ କରେ, ନଫରତ କରେ, ଡାହ ରଖେ, ଆଉ ଯାହାରି ଫଳରେ ପରମେଶ୍ୱରଙ୍କର ଆଶୀର୍ବାଦ ତାଙ୍କ ଉପରେ ରହିନଥାଏ। ଆଉ ଏହି 26-15 ପଦରେ ଆମେ ଯେତେବେଳେ ଦେଖୁ, ଆବ୍ରାହାମଙ୍କ ସମୟରେ ମଧ୍ୟ ସେହି ପଲିଷ୍ଠୀୟ ଲୋକମାନେ ସେମାନେ ଆବ୍ରାହାମଙ୍କର ଉନ୍ନତିକୁ ଦେଖି ଜଳନ କଲେ, ଡାହ ରଖିଲେ, ନଫରତ କଲେ। ଆଉ ଆବ୍ରାହାମ ଯେଉଁ କୂଅ ଖୋଳିଥିଲେ ତାହା ସେମାନେ ପୋତି ଦେଲେ। ଏହା ଏକ ବଡ଼ ବିଷୟ ଥିଲା, କାରଣ କୂଅ ଖୋଳିବା ଏକ ବହୁତ କଠିନର କାର୍ଯ୍ୟ। କଷ୍ଟରେ କୂଅକୁ, ଏତେ ଗୁଡ଼ାଏ କୂଅ ଆବ୍ରାହାମଙ୍କ ସମୟରେ ଆବ୍ରାହାମଙ୍କର ଲୋକମାନେ ଆଉ ଆବ୍ରାହାମ ଆଉ ଅନେକ କୂଅ ସେମାନେ ଖୋଳିଥିଲେ। ଆଉ ସେହି କୂଅମାନଙ୍କୁ ଏହି ପଲିଷ୍ଠୀୟ ଲୋକମାନେ ମାଟିରେ ସେମାନେ ପୋତି ଦେଲେ। ଏକ କୂଅକୁ ଖୋଳିବା ପାଇଁ କେତେ ଦିନ, କେତେ ସମୟ, କେତେ ଘଣ୍ଟା ଲାଗିଥାଏ, କେତେ କଷ୍ଟରେ ତାହା ଖୋଳିଥିଲେ। କିନ୍ତୁ ତାହା ପଲିଷ୍ଠୀୟ ଲୋକମାନେ ସେମାନେ ତାହା ମାଟିରେ ପତିତ କରିଦେଲେ। ଆଉ ସେହି ସମୟରେ କୂଅ ଯେଉଁ ଖୋଳା ଯାଉଥିଲା ତାହା ବହୁତ ବଡ଼ ବଡ଼ କୂଅ ହେଉଥିଲା। କାହିଁକି ନା ସେହି କୂଅ ପାଣି ଦ୍ୱାରା ହିଁ ଚାଷବାସ କରୁଥିଲେ। ସେଥିପାଇଁ ଆଜିକାଲିର ଯେଉଁ କୂଅ, ଛୋଟ ଛୋଟ କୂଅ ଆମେ ଖୋଳିଥାଉ, ସେ ପ୍ରକାର କୂଅ ନଥିଲା। ଆଉ ସେ ବଡ଼ ବଡ଼ କୂଅକୁ ସେମାନେ ପୋତି ଦେଇଥିଲେ। ଯେଉଁ କୂଅ ଯାକ ଥିଲା, ସେ କୂଅ ଯାକ ସେମାନେ ପରିଷ୍କାର କରି ପିଇବାକୁ ଲାଗିଥାନ୍ତେ, ତାହା ୟୁଜ୍ କରୁଥାନ୍ତେ। କିନ୍ତୁ ତାହା ସେମାନେ କଲେ ନାହିଁ। କିନ୍ତୁ ସେହି କୂଅକୁ ସେମାନେ ମାଟି ଆଣି ତାହା ପୋତି ଦେଲେ। ତା'ମାନେ ପଲିଷ୍ଠୀୟ ଲୋକମାନେ କେତେ ନିଷ୍ଠୁର ଲୋକମାନେ ଥିଲେ। ପଲିଷ୍ଠୀୟ ଲୋକମାନେ କେତେ ନିର୍ଦୟାଳୁ ଲୋକମାନେ ଥିଲେ। କେତେ ସେ ଅନ୍ୟକୁ ଡାହ ରଖିବା ବା ଜଳନ ରଖିବା ଲୋକମାନେ ଥିଲେ। କାରଣ ସେମାନେ ଅନ୍ୟ ଜାତି ଲୋକମାନେ, କାରଣ ସେମାନେ ପରମେଶ୍ୱରଙ୍କୁ ଚିହ୍ନି ନଥିଲେ। ଏହି ପଲିଷ୍ଠୀୟ ଲୋକମାନଙ୍କର ଈର୍ଷା କେତେ ଭୟଙ୍କର ଥିଲା, ଟିକେ ମନରେ ଟିକେ ଭାବି ନିଅନ୍ତୁ। ସେମାନଙ୍କର ପଲିଷ୍ଠୀୟ ଲୋକମାନଙ୍କର ବିଚାର ବିଷୟରେ କେତେ କ୍ରୂର, ନିଷ୍ଠୁର ଆଉ ନିର୍ଦୟାଳୁ ଲୋକମାନେ ଥିଲେ।
ଆଉ ସେହି ପ୍ରକାର ଲୋକମାନଙ୍କ ମଧ୍ୟରେ ପରମେଶ୍ୱର ଇସାକଙ୍କୁ ଚଲାଉଅଛନ୍ତି, ଇସାକଙ୍କୁ ବ୍ୟବହାର କରୁଅଛନ୍ତି। ମନେ ରଖନ୍ତୁ, ଆପଣ କେମିତିକିଆ ଜାଗାରେ ରହୁଛନ୍ତି ତାହା ମାନେ ରଖେ ନାହିଁ, କିନ୍ତୁ ଆପଣ ଯେ ଏକ ସେମିତିକିଆ ପରିସ୍ଥିତିରେ ସେମିତିକିଆ ଜାଗାରେ ରହି ମଧ୍ୟ ପରମେଶ୍ୱରଙ୍କୁ କି ପ୍ରକାରେ ଆରାଧନା କରୁଛନ୍ତି, ପରମେଶ୍ୱରଙ୍କ ମନେ ପକାଉଛନ୍ତି, ପରମେଶ୍ୱରଙ୍କର ଭକ୍ତି କରୁଛନ୍ତି, ପରମେଶ୍ୱରଙ୍କ ବାକ୍ୟକୁ ପାଳନ କରୁଛନ୍ତି, ତାହା ହିଁ ବଡ଼ ବିଷୟ ଅଟେ। ଆମେ କେମିତିକିଆ ଦେଶରେ ବି ବାସ କରୁ, ଅନ୍ୟ ଲୋକମାନଙ୍କ ମଧ୍ୟରେ, ଅନ୍ୟ ଜାତି ଲୋକମାନଙ୍କ ମଧ୍ୟରେ ବି ଆମେ ରହି ବାସ କରୁ, ତାହା ବଡ଼ ବିଷୟ ନୁହଁ। କିନ୍ତୁ ବଡ଼ ବିଷୟ ଏହା ଯେ ଆମେ ସେଠାରେ ରହି ଅନ୍ୟ ଲୋକମାନଙ୍କ ସହିତରେ ରହି ଅନ୍ୟ ପ୍ରଭୁଙ୍କୁ ଜାଣିନଥିବା ବିଜାତି ଲୋକମାନଙ୍କ ମଧ୍ୟରେ ରହି ମଧ୍ୟ ଆମେ କେମିତି ପ୍ରଭୁଙ୍କୁ ଆମମାନେ ମହିମା କରୁଛୁ, ତାହା ହିଁ ବଡ଼ ବିଷୟ ଅଟେ। ପରମେଶ୍ୱର ପରିସ୍ଥିତିକୁ ଏଣେତେଣେ କରିଦିଅନ୍ତି, କିନ୍ତୁ ପରମେଶ୍ୱର କେମିତି ସେ ପରିସ୍ଥିତିରେ ସେ ଆମମାନଙ୍କୁ ନେଇ ଚାଲୁଛନ୍ତି, ତାହା ହିଁ ମହତ୍ତ୍ୱପୂର୍ଣ୍ଣ ବିଷୟ। ସେହି ଦିନରେ ଭୟଭୀତ କରୁଥିବା ଇସାକଙ୍କୁ ପଲିଷ୍ଟି ଲୋକମାନଙ୍କୁ ଦେଖି ଭୟ କରୁଥିବା, ସେମାନେ ମାରିଦେବେ ପରା ମୋ ସ୍ତ୍ରୀଙ୍କୁ ଦେଖି, ଏହି ପ୍ରକାର ଭୟ କରୁଥିବା ବ୍ୟକ୍ତିଙ୍କୁ ବର୍ତ୍ତମାନ ପରମେଶ୍ୱର ସେହି ପଲିଷ୍ଟି ଦେଶରେ ଆଶୀର୍ବାଦ କରୁଅଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ପରମେଶ୍ୱର ତାହାକୁ ଆଶୀର୍ବାଦ କରୁଅଛନ୍ତି, ଧନ ଦୌଲତରେ ତାକୁ ପରିପୂର୍ଣ୍ଣ କରିଦେଉଛନ୍ତି। ଆଉ ତାହାର ଉନ୍ନତିକୁ ଦେଖି ଅନ୍ୟ ଜାତି ପଲେଷ୍ଟିୟ ଲୋକମାନେ ଇସାକଙ୍କ ପ୍ରତି ସେମାନେ ଜଳନ ରଖୁଅଛନ୍ତି। ପରମେଶ୍ୱର ତାଙ୍କୁ କେତେ ଆଶୀର୍ବାଦ ଦେବାକୁ ଚାହୁଁଅଛନ୍ତି, କିନ୍ତୁ ସେ ଆଶୀର୍ବାଦ ମଝିରେ ଆଉ ଲୋକମାନଙ୍କର ତାଡ଼ନା ବା ଲୋକମାନଙ୍କର ନଫରତ, ଲୋକମାନଙ୍କର ତାଙ୍କ ପ୍ରତି କ୍ରୂର ମନୋଭାବ ଉତ୍ପନ୍ନ ହେବାର ଆମମାନେ ଦେଖିବାକୁ ପାରୁଅଛୁ। ଆପଣଙ୍କର ଶତ୍ରୁ ଯେତେ ବି ବଳବାନ ହେଇଥାଉ, କିନ୍ତୁ ପରମେଶ୍ୱର ଆପଣଙ୍କୁ ସେ କଢ଼ାଇ ନେବେ, ପରମେଶ୍ୱର ସେ ସେଠାରୁ ପାର କରାଇବେ, ଏହା ଆମମାନେ ଏଠାରେ ଦେଖିବାକୁ ପାରୁଅଛୁ। ତେଣୁ ଆପଣମାନଙ୍କ ସମ୍ମୁଖରେ ଯେତେ ବି ବଡ଼ ସମସ୍ୟାଟି ଆସୁ, କିନ୍ତୁ ସେହି ବଡ଼ ସମସ୍ୟା ପରେ ସେହି ସମସ୍ୟାକୁ ଅତିକ୍ରମ କରି ପରମେଶ୍ୱର ସେମିତି ଆଉ ବଡ଼ ପ୍ରତିଫଳ, ବଡ଼ ଆଶୀର୍ବାଦ ସେ ଆମମାନଙ୍କ ନିମନ୍ତେ ରଖିଅଛନ୍ତି। ତେଣୁ ଏହି ବିଶ୍ୱାସରେ ଆଗକୁ ବଢ଼ିବା ପାଇଁ ଶିଖିବାର ଅଛି। ପରମେଶ୍ୱର ଇସାକଙ୍କୁ ଏତେ ବଳବାନ କଲେ, ଏତେ ଉନ୍ନତି କଲେ ଯେ ସେଠିକାର ରାଜା ଠାରୁ ମଧ୍ୟ ଇଏ ମହାନ ଉନ୍ନତିମୟ ଦିଗକୁ ସେ ଗତି କଲେ। ଆଉ ଇସାକ ସେ ବଳବାନ ହୋଇଗଲା। ଶାରୀରିକ ରୂପରେ ବଳବାନ ନୁହଁ, କିନ୍ତୁ ସେ ସାମାଜିକ ରୂପରେ ସେ ବଳବାନ ହେଲା। ସମାଜରେ, ସୋସାଇଟିରେ ସେ ପ୍ରଧାନ ହୋଇଗଲା, ସୋସାଇଟିରେ ସେ ପ୍ରସିଦ୍ଧ ହୋଇଗଲା, ସୋସାଇଟିରେ, ସମାଜରେ ସେ ଧନୀ ହୋଇଗଲା। ଯେତେବେଳେ ପଲେଷ୍ଟି ଲୋକମାନେ କହିଲେ ଯେ ତୁ ଆମଠାରୁ ତୁ ମହାନ ହୋଇଯାଉଛୁ, ତୁ ବଳବାନ ହୋଇଯାଉଛୁ, ତୁ ଧନୀ ହୋଇଯାଉଛୁ, ତୁ ଏଠାରୁ ତୁ ପଳେଇ ଯା, ଆମର ଜାଗା ଛାଡ଼ି ତୁ ଚାଲିଯା। ଆଉ ଯେତେବେଳେ ପଲେଷ୍ଟି ଲୋକମାନେ ଏହି ପ୍ରକାର କଥା କହିଲେ, ଇସାକ ସେମାନଙ୍କୁ ଆଉ କିଛି ଜବାବ ଦେଉନାହାନ୍ତି ବା ସେମାନଙ୍କ ବିରୋଧରେ ସେ କହୁନାହାନ୍ତି, କାରଣ ସେ ଜଣେ ନମ୍ର ବ୍ୟକ୍ତି ଥିବାରୁ ସେ ନମ୍ରତାର ସହିତ ସେ ଜବାବ ଦେଉଛନ୍ତି, ଠିକ୍ ଅଛି, ମୁଁ ଯାଉଅଛି। ସେ
एड़े बड़ धनी एवं उन्नति हेबा व्यक्ति से कही पारिथांता जे मु काहेकि जीवी, मु काहेकि जीवी, मु जड़े प्रधान लोक, मु जड़े बड़ लोक, मु जड़े धनी लोक, मु जीवी नाही, तमे जाओ बोली से कही पारिथांता। किंतु ताहा से कला नाही। ताहा करबा बदले से कहला ठीक अछि तमे जति कहउछ मु एठू चली जीवी। से निजको नम्र करूछंती। से माने जेते ताको तळकु पकेबाकू चाहिए परमेश्वर ताको उन्नत कले। से माने जेते ताको कष्ट देवाको चाहिए परमेश्वर ताको आहरी उन्नत कले, आहरी उन्नति दिग को नहीं गले। या परमेश्वर आशीर्वाद। आपण जो जगार भी रहुछंती कौन सी ताहा मायने रखु नहीं, किंतु आपण जोठी भी रुहंतु परमेश्वर को प्रथम स्थान दे आपण रहुछंती, तेबे परमेश्वर जरूर से आशीर्वाद करिवे। जो जगार रहिले मध्य जदि आमने परमेश्वर को सहित आमने रहुअछु, परमेश्वर को अधीन रे होई रहुअछु, तेबे निश्चय परमेश्वर आमन को आशीर्वाद करिवे। मोर प्रिय प्रभुंकर लोक माने परिस्थिति को देखि डरिवार आवश्यक नहीं, मनीष को देखि डरिवार आवश्यक नहीं, किंतु से समस्त मनीष ठारू से परिस्थिति ठारू परमेश्वर होउछंती महान। ताहा जे ईसा को विश्वास करी से आगु को बढ़िले ताहा ही आमने सत्यता ठार देखा पारुछु। अब्राहम, ईसाक, जाकूब ए समस्ते धनी व्यक्ति थिले। अधनी व्यक्ति होई सुधा से माने एक तंबूरे निवास करने को लगिले। से माने जदि चाहि थांते ताहले से माने बड़ बड़ घर बिल्डिंग करी रही पारि थांते, कारण से मन को पाखरे धन संपत्ति थिला। किंतु ताहा से माने कले नाही। से माने आमाने परदेशी लोक यह भावी से माने कौन सी गृह निर्माण न करी एक तंबूरे बास करने को लगिले। तापरे बलिष्ठ लोक माने अब्राहम खोलिथिबा कुह गुड़ाक से माने माटी से माने पोती देइथिले। ताहा पुनर्बार ईसाक सही कुह को से पोती होइथिबा कुह को से पुनर्बार से माटी फिंगिले आ माटी बाहर कले आ पुनर्बार से कुह को से खोलिले। तार माने सांसारिक जीवन रे सांसारिक कार्य द्वारा आत्मिक जीवन को से माने पोती देइथिले। सेही सांसारिक कार्यरू सांसारिक स्वभावरू समस्त खराब कार्य, खराब गुण, खराब विचार द्वारा जो ढाका होइथिबा से माटी बा से प्रकार कार्य को आमान को आज काढ़ी बाहर करने को पड़िबो। आमान को आमानकर जीवन रे थिबा से समस्त खराब स्वभाव, खराब गंदी आदत जोड़ा भी आमान को जीवन रही से समस्त आमान को बाहर करने को पड़िबो। आमान को से पानी बाहरिबा पर्यंत माटी संपूर्ण भाव में फिंगवा को पड़िबो। जो पर्यंत माटी बाहरी नहीं से पर्यंत, जो पर्यंत पानी बाहरी नहीं से पर्यंत माटी से माने संपूर्ण भाव में जेते माटी पोती हितला सब बाहर कले। आज आमने जो पर्यंत संपूर्ण भाव में आमने परमेश्वरंकर इच्छा अनुजाई आमने संपूर्ण परिपक्व होना हो, संपूर्ण आमने आत्मिक जीवन रे आमने सिद्ध होई ना हो, से पर्यंत आमने परमेश्वर को ठारे लीन होगा को पड़िबो। समस्त आमनकर बुरी आदत, खराब अभ्यास, मंद अभ्यास, मंद विचार को जहा कि आमनकर उत्तम स्वभाव को ढांकी रही अछि ताहा आमन को आज काढ़ी बाहर फिंगिबा को पड़िबो। एही प्रकारे
ଇସାକ ସେ ପଲିଷ୍ଠୀୟ ମାନଙ୍କ ନିମନ୍ତେ ଏକ ଆଶୀର୍ବାଦର ପାତ୍ର ହୋଇଥିଲେ। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ହେଉଛୁ ପରମେଶ୍ୱରଙ୍କର ଲୋକ। ଆଉ ପରମେଶ୍ୱରଙ୍କର ଜ୍ୟୋତି, ପରମେଶ୍ୱରଙ୍କର ପ୍ରେମ ଆମମାନଙ୍କୁ ଦେଖାଇବାକୁ ପଡ଼ିବ। କାରଣ ପରମେଶ୍ୱର ହେଉଛନ୍ତି ପ୍ରେମୀ ପରମେଶ୍ୱର, ଆଉ ସେ ଦୟାଳୁ ପରମେଶ୍ୱର। ସେ ଆମମାନଙ୍କୁ ଯେଉଁ ଦୟା ଦେଖାଉଛନ୍ତି ତାହା ଆମମାନଙ୍କୁ ସଂସାରର ଲୋକମାନଙ୍କୁ, ସମାଜର ଲୋକମାନଙ୍କୁ, ଅନ୍ୟ ଜାତିର ଲୋକମାନଙ୍କୁ ଆମମାନଙ୍କୁ ଦେଖାଇବାକୁ ପଡ଼ିବ। କାରଣ ପରମେଶ୍ୱର ଆମମାନଙ୍କୁ ଯାହା ଶିଖାଇ ଅଛନ୍ତି ତାହା ଆମମାନଙ୍କୁ ଶିଖାଇବାକୁ ପଡ଼ିବ। ପରମେଶ୍ୱରଙ୍କର ବାକ୍ୟ ଅନୁସାରେ ଆମେ ଚାଲି ପରମେଶ୍ୱରଙ୍କର ପ୍ରେମକୁ ଅନ୍ୟକୁ ଆମେ ପ୍ରକାଶ କରିବା। ଏହା ହିଁ ଆମମାନଙ୍କର ଜୀବନ ଅଟେ। ପରମେଶ୍ୱର ଆମମାନଙ୍କୁ ଆଶୀର୍ବାଦ କରନ୍ତୁ।